श्रीगुरवे नमः। आवरण्यगमं व्याप्तं येन कृष्णं चराचरं तत्पादं दर्शितं येन तस्मै श्रीगुरवे नमः। चिद्रूपेण परिव्याप्तं त्रैलोक्यं सचराचरं तत्पादं दर्शितं येन तस्मै श्रीगुरवे नमः। न गुरुरधिकं तत्त्वं न गुरुरधिकं तपः तत्त्वज्ञानात् परं नास्ति तस्मै श्रीगुरवे नमः। मन्नाथः श्रीजगन्नाथो मद्गुरु श्रीजगद्गुरु मदात्मा सर्वभूतात्मा तस्मै श्रीगुरवे नमः। गुरुरादिरनादिश्च गुरुपरं दैवतं गुरुः परतरं नास्ति तस्मै श्रीगुरवे नमः। ब्रह्मानन्दं परमसुखदं केवलं ज्ञानमूर्तिं गन्धातीतं गगनसदृशं तत्त्वमस्यादिलक्ष्यम् एकं नित्यमिमणमचलं सर्वधी साक्षिभूतं भावातीतं त्रिगुणरहितं सद्गुरुं त्वं नमामि। सद्गुरुं त्वं नमामि। सद्गुरुं त्वं नमामि। जय गुरुदेव। जय गुरु। शंखदान प्रदान कले आम श्रद्धेय हनुमा श्रीमती अनुपमा राउत और सद्गुरु वंदना कले आम श्रद्धेय मृत्युंजय भाई ठाकुर पवित्र पंचायत कर्मी श्रीयुक्त मृत्युंजय कुमार राउत उभयंकर परिवार समस्त शारीरिक मंगल ठाकुर श्रीचरण प्रार्थना। जय गुरु। बर्तमान आम समय धरी 2 मिनिट नाम जप करवा नाम समय आरंभ है। जय गुरु। बर्तमान सत्यानुष्ठान ग्रंथ पाठ करेंगे आमर सत्यानुष्ठान ग्रंथ पाठ। दादा जय गुरु। जय गुरु। जय गुरु दादा। हाँ जय गुरु आज्ञा पढ़। परम प्रेममय श्री ठाकुर अनुकूल चंद्रंकर श्रीहस्त लिखित पवित्र सत्यानुष्ठान ग्रंथ ओडिया अनुवाद पाठ। जेपरी आदर्शरे तुमे विश्वास स्थापन करिवो तुमर स्वभाव मध्य सेही भावरे गठित हेबो आउ तुमर दर्शन मध्य तद्रूप हेबो। विश्वासी को अनुसरण कर भल पाओ तुमर मध्य विश्वास आसीबो। मोर विश्वास नाही एही भावर अनुसरण रे मनीष हीन विश्वास होई पड़े। विश्वास नाही एभली मनीष नाही जहार विश्वास जेते गभीर जेते उच्च ताहार मन सेते उच्च जीवन सेते गभीर। जे सतरे विश्वासी
ସେ ସତ ହେବ ହିଁ, ଆଉ ଅସତ ବିଶ୍ୱାସୀ ଅସତ ହୋଇପଡ଼େ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଦାଦା ଜୟଗୁରୁ। ଜୟ ଗୁରୁ। ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧା ଦୟାନିଧି ଭାଇ ଶ୍ରୀଯୁକ୍ତ ଦୟାନିଧି ମହାପାତ୍ର ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟଗୁରୁ ଦାଦା। ବର୍ତ୍ତମାନ ନାରୀନୀତି ଗ୍ରନ୍ଥ ପାଠ କରିବେ ଆମର ଶ୍ରଦ୍ଧା ଗୀତା ମା ଶ୍ରୀମତୀ ଗୀତାଞ୍ଜଳି ରାଉତ। ନାରୀନୀତି ଗ୍ରନ୍ଥ ପାଠ ଜୟଗୁରୁ ନାରୀ ଜୟ ସମସ୍ତଙ୍କୁ ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମୁଖ ନିଃସୃତ ନାରୀନୀତି ଗ୍ରନ୍ଥ ପାଠ। ମୋର କଥା ଗୁଡିକ ଯଦି ତୁମର କେବଳ କଥା ଓ ଚିନ୍ତାର ଖୋରାକ ମାତ୍ର ହୁଏ, ପରିବାର ବା ଆଚରଣର ଭିତରେ ଦେଇ ସେଗୁଡ଼ିକୁ ଯଦି ବାସ୍ତବରେ ଫୁଟେଇ ତୋଳି ନ ପାର, ତେବେ ପାଇବା ଯେ ତୁମର ତମସାଚ୍ଛନ୍ନ ରହିଯିବ, ତାହା କିନ୍ତୁ ଅତି ନିଶ୍ଚୟ ତୁମର। ନାରୀର ନୀତି, ବ୍ୟୟର ଆଦର୍ଶ। ତୁମେ ପ୍ରୟୋଜନ ଉପଯୁକ୍ତ ଖର୍ଚ୍ଚ କର, ଯାହା ନହେଲେ ଚଳେ, ତାହାକୁ ଡାକି ଆଣ ନାହିଁ। ଈଷତ୍ କୃପଣତା ସ୍ତ୍ରୀ ଲୋକମାନଙ୍କର ଗୋଟିଏ ଉତ୍ତମ ଗୁଣ, କିନ୍ତୁ ଅନ୍ୟାୟ କୃପଣ ହୁଅ ନାହିଁ। ତୁମେ ଯାହା ଖରଚ କର, ସେଥିରୁ ଅନ୍ୟର ଅସୁବିଧା ନ ଘଟାଇ କିଛି କିଛି ବଞ୍ଚାଇବାକୁ ଚେଷ୍ଟା କର। ପ୍ରୟୋଜନ ଯେତେବେଳେ ତୁମର ଶ୍ୱଶୁର ବା ସ୍ୱାମୀଙ୍କର ଗଳା ଟିପି ଧରିବ, ତୁମର ଅଭୟ ହସ୍ତ ପ୍ରସାରିତ କରି ଦେଇଦିଅ, ଦେଖିବ ସେ କି ସୁଖ, ସେ କି ତୃପ୍ତି। ବାଣୀ ସଂଖ୍ୟା 131, ପୃଷ୍ଠା 63। ଜୟ ଗୁରୁ ଦାଦା। ଜୟ ନାରୀନୀତି ସମସ୍ତଙ୍କୁ ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧା ଗୀତା ମା ଶ୍ରୀମତୀ ଗୀତାଞ୍ଜଳି ରାଉତ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ବର୍ତ୍ତମାନ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସ୍ୱାମୀ ତ୍ରିଲୋଚନ ଭାଇ ଶ୍ରୀଯୁକ୍ତ ତ୍ରିଲୋଚନ ସେଠୀ। ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ପବିତ୍ର ଗ୍ରନ୍ଥ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ପାଠ କରୁଛି। ଜୀବନର ସ୍ରୋତ ଉତ୍ସାରଣୀ, ନିରୋଧ ଓ ନିୟନ୍ତ୍ରଣ କ୍ଷମତା ଯେତେ କମି ଆସୁଥାଏ, ଆନନ୍ଦକୁ ଅବସନ୍ନ କରି ଅବସାଦ ମଧ୍ୟ ସେତେ ଆଗେଇ ଆସୁଥାଏ। କ୍ରମ ପଦକ୍ଷେପରେ ବାର୍ଦ୍ଧକ୍ୟ ମଧ୍ୟ ଆବିର୍ଭୂତ ହେଉଥାଏ। ଜୀବନ ଦୀପ ମଧ୍ୟ ଲିଭି ଲିଭି ଚାଲେ। ଯେପରି କରିବି ପାର ସୁକେନ୍ଦ୍ରିକତାର ସହିତ ଆନନ୍ଦ ଉତ୍ସାରଣାକୁ ବୃଦ୍ଧିପର କରି ରଖ, ବିଶେଷ ବ୍ୟତିକ୍ରମ ବ୍ୟତୀତ। ଆୟୁ କମ ଅବସନ୍ନ ହେଉଥିବ, ତାହା ବ୍ୟଷ୍ଟି ଜୀବନରେ ମଧ୍ୟ ଯେପରି, ସମାଜ ଓ ରାଷ୍ଟ୍ର ଜୀବନରେ ମଧ୍ୟ ସେହିପରି। ଜୟଗୁରୁ ଦାଦା। ବାଣୀ ସଂଖ୍ୟା 26। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସ୍ୱାମୀ ତ୍ରିଲୋଚନ ଭାଇ ଶ୍ରୀଯୁକ୍ତ ତ୍ରିଲୋଚନ ସେଠୀ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟଗୁରୁ ଦାଦା। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ଦୟାଲୁତି ବାବୁ ଅଧ୍ୟାପକ ଦୟାଲୁତି ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ମୋଚିରାମ ଭାଇ ଶ୍ରୀଯୁକ୍ତ ମୋଚିରାମ ବେହେରା। ତୃତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ସ୍ନିଗ୍ଧା ମା ଶ୍ରୀମତୀ ସ୍ନିଗ୍ଧା ଦାସ। ଆଉ ଚତୁର୍ଥ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ପ୍ରତିମା ମା ଶ୍ରୀମତୀ ପ୍ରତିମା ମହାରଣା। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ରଶ୍ମିତା ମା ଶ୍ରୀମତୀ ରଶ୍ମିତା ଭଞ୍ଜ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ମୋର ଶ୍ରଦ୍ଧା ଦୟାଲୁତି ବାବୁ ଅଧ୍ୟାପକ ଦୟାଲୁତି ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛି, ବର୍ତ୍ତମାନ ପ୍ରଥମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ଦୟାଲୁତି ବାବୁ ଅଧ୍ୟାପକ ଦୟାଲୁତି ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ବହିଟା ଆଣିଲ, ବହିଟା ଦିଅ। ଅନୁରୋଧ କରୁଛି, ବର୍ତ୍ତମାନ ପ୍ରଥମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ମୋଚିରାମ ଭାଇ ଶ୍ରୀଯୁକ୍ତ ମୋଚିରାମ ବେହେରା ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ଜୟ ଗୁରୁ ସମସ୍ତଙ୍କୁ।
दुखी दुख हरि प्रभु तुम्हें कहिल नहीं तो दिने भगवान बोली कहिल निसिना भगवान बोली कहिल निसिना घोषई मु दिने दिने है घोषई मु दिने दिने दुखी दुख हरि प्रभु तुम्हें है कहिल नहीं तो दिने दुखी दुख हरि प्रभु तुम्हें है कहिल नहीं तो दिने भगवान बोली कहिल निसिना भगवान बोली कहिल निसिना घोषई मु दिने दिने है घोषई मु दिने दिने दुखी दुख हरि प्रभु तुम्हें है कहिल नहीं तो दिने कहिल नहीं तो दिने देखिबाकु तुमे मनीष परित प्रेममय आचरणे देखिबाकु तुमे मनीष परित प्रेममय आचरणे रथारोही होई रथ बाहियछ व्यथा बई लोके सने रथारोही होई रथ बाहियछ व्यथा बहिले कैसने दुखी दुख हरि प्रभु तुम्हें है कहिल नहीं तो दिने दुखी दुख हरि प्रभु तुम्हें है कहिल नहीं तो दिने भगवान बोली कहिल निसिना भगवान बोली कहिल निसिना घोषई मु दिने दिने घोषई मु दिने दिने दुखी दुख हरि प्रभु तुम्हें है कहिल नहीं तो दिने कहिल नहीं तो दिने बंशी कंटा तो तंटीरे लागिछि माछ धाए एणे तेणे तुम तंटीरे की कंटा लागिथिला तुम तंटीरे की कंटा लागिथिला भूलई लुटिलो भूइरे के सने बंशी कंटा तो तंटीरे लागिछि माछ धाए एणे तेणे तुम तंटीरे की कंटा लागिथिला तुम तंटीरे की कंटा लागिथिला भूलिरे लोटिलो केसे भूइरे लोटिलो केणे दुख दुखी हरि प्रभु तुम्हें है कहिल नहीं तो दिने दुखी दुख हरि प्रभु तुम्हें है कहिल नहीं तो दिने भगवान बोली कहिल निसिना भगवान बोली कहिल निसिना घोषई मु दिने दिने घोषई मु दिने दिने दुखी दुख हरि प्रभु तुम्हें है कहिल नहीं तो दिने ए नर तनुरे देखा देल सीना खेल तुम्हें प्राणे प्राणे ए नर तनुरे देखा देल सीना खेल तुम्हें प्राणे प्राणे जेते मु कहिले
ଜାଣି ମୁଁ ପାରୁଛି ଯେତେ ମୁଁ କହିଲେ ଜାଣି ମୁଁ ପାରୁଛି ବିଶ୍ୱରୂପୀ ଭଗବାନ ହେ ବିଶ୍ୱରୂପୀ ଭଗବାନ ଦୁଃଖୀ ଦୁଃଖ ହାରି ପ୍ରଭୁ ତୁମେ ହେ କହିଲ ନାହିଁ ତ ଦିନେ ଭଗବାନ ବୋଲି କହିଲ ନିସିନା ଭଗବାନ ବୋଲି କହିଲ ନିସିନା ବସଇ ମୁଁ ଦିନେ ଦିନେ ବସଇ ମୁଁ ଦିନେ ଦିନେ ଦୁଃଖୀ ଦୁଃଖ ହାରି ପ୍ରଭୁ ତୁମେ ହେ କହିଲ ନାହିଁ ତ ଦିନେ ଦୁଃଖୀ ଦୁଃଖ ହାରି ପ୍ରଭୁ ତୁମେ ହେ କହିଲ ନାହିଁ ତ ଦିନେ ଭଗବାନ ବୋଲି କହିଲ ନିସିନା ଭଗବାନ ବୋଲି କହିଲ ନିସିନା ଘୋଷଇ ମୁଁ ଦିନେ ଦିନେ ଘୋଷଇ ମୁଁ ମନେ ମନେ ଘୋଷଇ ମୁଁ ମନେ ମନେ ଘୋଷଇ ମୁଁ ମନେ ମନେ ଜୟ ଗୁରୁ ଦାଦା। ଜୟ ଗୁରୁ। খুব সুন্দর ভাবে আমার ବିଶ୍ୱକୋଣ ଶିଳ୍ପୀ ଆମର ସହିତ ମଚିରାମ ଭାଇ ଶ୍ରୀଯୁକ୍ତ ମଚିରାମ ବେହେରା ଖୁବ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଜଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଜୟ ଗୁରୁ। ଆଉ ଥରେ ଅନୁରୋଧ କରିବା ଆମର ବିଶ୍ୱକୋଣ ଶିଳ୍ପୀ ଆମର ସହିତ ଦଲିତ ବାବୁ ଶ୍ରୀଯୁକ୍ତ ଦଲିତ ସାହୁ ଯଦି ଜଏନ୍ କରିଥିବେ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ବୋଧହୁଏ ତାର କିଛି ସମସ୍ୟା ଅଛି। ମୁଁ ନିଜେ ଗୋଟେ ଭଜନ ପରିବେଷଣ କରିବା ପାଇଁ ଚେଷ୍ଟା କରୁଛି। ଲଭିଛି ସକଳ ପ୍ରଭୁ ତୁମକୁ ପାଇ ହେ ତୁମକୁ ପାଇ ଭୁଲିଛି ଦୁଃଖ କଷଣ ଭୁଲିଛି ଦୁଃଖ କଷଣ ତୁମକୁ ଚାହିଁ ଲଭିଛି ସକଳ ପ୍ରଭୁ ତୁମକୁ ପାଇ ହେ ତୁମକୁ ପାଇ ଲଭିଛି ସକଳ ପ୍ରଭୁ ତୁମକୁ ପାଇ ହେ ତୁମକୁ ପାଇ ନୟନ ଖୋଲିଲେ ତୁମେ নয়ন মুদিলে তুমি নয়ন খোলিলে তুমি নয়ন মুদিলে তুমি দুঃখ বেদনারে তুমি সুখ সপনরে তুমি তুম ছড়া ধরা ধামে প্রিয় মো কাহি লভিছি সকল প্রভু তুমকু পাই হে তুমকু পাই লভিছি সকল প্রভু তুমকু পাই হে তুমকু পাই ন দেখি ঘাটে নাউরি বসিথিলি মন মারি আসিল বেদনা হারি ঘাটে লগাইল তরি ন দেখি ঘাটে নাউরি বসিথিলি মন মারি আসিল বেদনা হারি ঘাটে লগাইল তরি দেখিয়ে কড়া ভৌরি
দেখিয়ে কলা ভৌরি ভয় নাহি, লভিছি সকল প্রভু তুমকু পাই, হে তুমকু পাই। লভিছি সকল প্রভু তুমকু পাই, হে তুমকু পাই। ভুলাই ভব জঞ্জাল মনে প্রাণে দেল বল, সিঞ্চিল শান্তির জল লিভাই দুঃখ নল। ভুলাই দুঃখ ভব জঞ্জাল মনে প্রাণে দেল বল, সিঞ্চিল শান্তির জল লিভাই দুঃখ নল। তব চরণ কমল, তব চরণ কমল তীর্থ ମୋ ପାଇଁ। লভিছি সকল প্রভু তুমকু পাই, হে তুমকু পাই। ভুলিছি দুঃখ কষণ, ভুলিছি দুঃখ কষণ তুমকু চাহি। লভিছি সকল প্রভু তুমকু পাই, হে তুমকু পাই। লভিছি সকল প্রভু তুমকু পাই, হে তুমকু পাই। জয় গুরু, ସମସ୍ତଙ୍କୁ ଜୟ ଗୁରୁ। ବର୍ତ୍ତମାନ ଭାଇ ପରବର୍ତ୍ତୀ ଭଜନ। ଆଜି ଆଜି ଆଉ ଜାଗରଣ ଦରକାର ନାହିଁ ଭାଇ, ଜୟ ଗୁରୁ ଜୟ ଗୁରୁ। ଆଉ ଏଇ ଗୀତ ପରେ ଆଉ ଜାଗରଣ ଦରକାର ନାହିଁ, ମାନେ ଏକ୍ସେପସନାଲ। ଜୟ ଗୁରୁ ଜୟ ଗୁରୁ। ଗୁରୁ ଭାଇ ଜୟ ଗୁରୁ, ଥ୍ୟାଙ୍କ ୟୁ ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟକୋଣ ଶିଳ୍ପୀ ଆମର ସଦା ସ୍ନିଗ୍ଧା ମା, ଶ୍ରୀମତୀ ସ୍ନିଗ୍ଧା ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ ମା। কি গীত গাইবে কুহ মহাপ্রভু, ସବୁ গীত তুমি শুনিছ। কি গীত গাইবে কুহ মহাপ্রভু, ସବୁ গীত তুমি শুনিছ। কি গীত গাইবে কুহ মহাপ্রভু, ସବୁ গীত তুমি শুনিছ। কিভাবে বুঝিবি কুহ ভবগ্রাহী, কিভাবে বুঝিবি কুহ ভবগ্রাহী, ସବୁ ভাব নিজাইছ। কি গীত গাইবি কুহ মহাপ্রভু, ସବୁ গীত তুমি শুনিছ। ସବୁ গীত তুমি শুনিছ। কি ভাষা গাইবি, কি ভাষা বর্ণনা, কি স্নেহ দেবি, কি স্নেহ নিঝরা। কি ভাষা গাইবি, কি ভাষা বর্ণনা, কি স্নেহ দেবি, কি স্নেহ নিঝরা। কি দেবি বুঝিবি ସବୁ তোমারা, কি দেবি বুঝিবি ସବୁ তোমারা।
বিশ্বমান নাম হে তোমার তুমকো মহিমা সাধ্য পাবার হে বিশ্বমান নাম হে তোমার তুমকো মহিমা সাধ্য পাবার তথাপি জানি তুমি প্রভু মোর তথাপি জানি তুমি প্রভু মোর তুমি বোধহয় তো নিছ কি গীত গাইবি কুহ মহাপ্রভু ସବୁ ଗୀତ তুমি শুনিছ ସବୁ ଗୀତ তুমি শুনিছ ଏ ସଂସାରେ ନାହିଁ ନିଜର ସବୁ ତୁମର ମୁଁ ନିଜେ ତୁମର ଏ ସଂସାରେ ନାହିଁ ନିଜର ସବୁ ତୁମର ମୁଁ ନିଜେ ତୁମର তোমারে নাম সেটি করছে তোমারে নাম সেটি করছে যেতে সতি দিছ কি গীত গাইবি কুহ মহাপ্রভু ସବୁ গীত তুমি শুনিছ ସବୁ ଗୀତ তুমি শুনেছ কিভাবে বুঝিবি কোহ ভবগাই কিভাবে বুঝিবি কোহ ভবগাই সব ভব বিজয়েছ কি গীত গাইবি কুহ মহাপ্রভু ସବୁ গীত তুমি শুনিছ ସବୁ গীত তুমি শুনিছ ସବୁ গীত তুমি শুনিছ জয় জয় দাদা জয় গুরু। খুব সুন্দর সমুদ্র সরল কণ্ঠে আমার অভিষ্ট কণ্ঠশিল্পী আমার সাথে স্নিগ্ধা মা শ্রীমতী স্নিগ্ধা দাস খুব সুন্দর ভাବେ ଭଜନ ପରିବେଷଣ କରିଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ପ୍ରତିମା ମା ଶ୍ରୀମତୀ ପ୍ରତିମା ମହାରଣା। ପରବର୍ତ୍ତୀ ଭଜନ। ଦାଦା ଜୟ ଗୁରୁ। ଜୟ ଗୁରୁ ମା। ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକର ଜୟ ଗୁରୁ ପ୍ରଣାମ। କି ଦେଇ ପୂଜିବି ଚରଣୀ ତୁମର ମୋର ବୋଲି କିଛି ନାହିଁ ପ୍ରଭୁ ହେ ମୋର ବୋଲି କିଛି ନାହିଁ କି ଦେଇ ପୂଜିବି ଚରଣୀ ତୁମର ମୋର ବୋଲି କିଛି ନାହିଁ ପ୍ରଭୁ ହେ ମୋର ବୋଲି କିଛି ନାହିଁ ଅନ୍ତରି ଭଗତି ରଖିଛି ସାଇତି ଅନ୍ତରି ଭଗତି ରଖିଛି ସାଇତି ପୂଜା ନିବେଦନ ପାଇ କି ଦେଇ ପୂଜିବି ଚରଣୀ ତୁମର ମୋର ବୋଲି କିଛି ନାହିଁ ପ୍ରଭୁ ହେ
मोर बोली किछि नाही मागिले मागिबी तुम दया स्नेह करिबी दयिनी प्रभु पदिलय मागिले मागिबी तुम दया स्नेह करिबी दयिनी प्रभु पदिलय आरती बिलारे सलिता हुई मु आरती बिलारे सलिता हुई मु आलोक भी छाई देवी कि देई पूजीबी चरणी तुमार मोर बोली किछि नाही प्रभु हे मोर बोली किछि नाही अंतरारी मोर संचित वेदना कागे कहिबी प्रभु तुम बिना अंतरारी मोर संचित वेदना कागे कहिबी प्रभु तुम बिना पादी ढाली दे कामना बसना पादी ढाली दे कामना बसना नयनुनी रझराई कि देई पूजीबी चरणी तुमार मोर बोली किछि नाही प्रभु हे मोर बोली किछि नाही अंतरी भक्ति रखिछि साईते अंतरी भक्ति रखिछि साईते पूजा निबे दन पाई कि देई पूजीबी चरणी तुमार मोर बोली किछि नाही प्रभु हे मोर बोली किछि नाही प्रभु हे मोर बोली किछि नाही। दादा जय गुरु। जय गुरु। खूप सुंदर प्रति श्रीमती महाराणा खूब सुंदर भजन परिवेशन कले परिवार समस्त मंगल ठाकुर श्री दादा जय गुरु। वर्तमान परवर्ती भजन परिवेशन करेंगे आमर अन्यतम विश्वकर्म शिल्पी आमर श्रद्धा रश्मिता माँ श्रीमती रश्मिता भंज परवर्ती भजन परिवेशन करेंगे। जय गुरु दादा। जय गुरु माँ। कि धने पूजिबी कुह भवग्राही सबु धन तुमे देइछ निजर बोली मिला खिलो प्रभु ताको तुमे पोछि देइछ कि धने पूजिबी कुह भवग्राही
सबु धन तुमे देइछ कि धने पूजिबी कुह भवग्राही सबु धन तुमे देइछ निजर बोली मिला खिलुह निजर बोली मिला खिलुह ताकू तुमे पोछि देइछ कि धने पूजिबी कुह भवग्राही सबु धन तुमे देइछ कि धने पूजिबी कुह भवग्राही सबु धन तुमे देइछ ए भव संसारे अमा अंधकारे चालू थिले एका जीवन बाटरे ए भव संसारे अमा अंधकारे चालू थिले एका जीवन बाटरे हे जीवन नाथ देखाइला पथ हे जीवन नाथ देखाइला पथ हाथ धरी मते नेइछ कि धने पूजिबी कुह भवग्राही सबु धन तुमे देइछ कि धने पूजिबी कुह भवग्राही सबु धन तुमे देइछ अपनार भावी जा पाखकु गली पर बोली कही दूरे देले ठेली अपनार भावी जा पाखकु गली पर बोली कही दूरे देले ठेली तुम ठारू कुह किए बलि जरा तुम ठारू कुह किए बलि जरा सोना पात्र मोरा भरिछ कि धने पूजिबी कुह भवग्राही सबु धन तुमे देइछ कि धने पूजिबी कुह भवग्राही सबु धन तुमे देइछ धन मान जस लोड़ा नहीं मोर सबु तो देइछ करी अपनार धन मान जस लोड़ा नहीं मोर सबु तो देइछ करी अपनार समान तुम सत नाम अमृत समान मन प्राणे भरि देइछ कि धने पूजिबी
ସବୁ ଧନ ତୁମେ ଦେଇଛ କି ଧନେ ପୂଜିବି କୁହ ଭବଗ୍ରାହୀ ସବୁ ଧନ ତୁମେ ଦେଇଛ। କହିବି ଦାଦା ଜୟ ଗୁରୁ। ଦାଦା ଆକ୍ଚୁଆଲି ଗୋଟେ ମିନିଟ ମାନେ ଗୀତର ଲେଖକ ତଥା ଗାୟିକା ସମସ୍ତଙ୍କୁ କୃତଜ୍ଞତାର ସହିତ ଧନ୍ୟବାଦ। ଯେତେ ବି କୃତଜ୍ଞତା ଦେଲେ ଯେତେ ଧନ୍ୟବାଦ ଦେଲେ ଲେଖକଙ୍କୁ ଏ ଗାୟିଙ୍କୁ କମ ପଡିବ। ସେମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ ପ୍ରଭୁ ଶ୍ରୀଚରଣରେ ପ୍ରାର୍ଥନା କରୁଛୁ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ବିଜୟ ପରିଡ଼ା ଲେଖିଛନ୍ତି। ମତେ ରଶ୍ମିତା ଭଜ ଖୁବ ସୁନ୍ଦର ଭାବରେ ଆମର ସୈନ୍ୟ ବିଜୟ ପରିଡ଼ା ଠାକୁରଙ୍କ ସପ୍ରତି ରୀତିକ ତାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ଆଉ ରଶ୍ମିତା ମା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଆଉ ଯୋଉ ଭାଇମାନେ ସବୁ କମେଣ୍ଟସ ଦେଲେ ସେମାନଙ୍କର ମଧ୍ୟ ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସମନ୍ୱୟ ଗୋପୀ ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ଶ୍ରୀଦ ଗୋପୀନାଥ ବେହେରା ଏବଂ ତାଙ୍କର ସହଯୋଗୀମାନେ କୀର୍ତ୍ତନ ପରିବେଷଣ କରିବେ। ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। ମାନେ ବାସ୍ତବିକ ଲେଖାଟା ଖୁବ ସୁନ୍ଦର ଲାଗିଲା। ଅନ୍ତଃସ୍ପର୍ଶୀ ଲେଖାଟି ଅଛି। ଠାକୁର କହୁଛନ୍ତି ତୋ ହୃଦୟ ଟିକେ ନିକୁଞ୍ଜନ କରିଦେ ମୁଁ ତତେ ସେଇ ପ୍ରୀତିରାଜରେ ପହଞ୍ଚେଇ ଦେଇ ପାରୁଛି କି ନାହିଁ। ଆରେ ନିକୁଞ୍ଜ ବନେ ଆହା ନିକୁଞ୍ଜ ବନେ ଆରେ ନିକୁଞ୍ଜ ବନେ କିଏ ଲୋ ସଖୀ ରାଧା ରାଧା ନାମ ଗାଇଲା ଓ ନିକୁଞ୍ଜ ବନେ କିଏ ଲୋ ସଖୀ ରାଧା ରାଧା ନାମ ଗାଇଲା ନିକୁଞ୍ଜ ବନେ କିଏ ଲୋ ସଖୀ ରାଧା ରାଧା ନାମ ଗାଇଲା ନିକୁଞ୍ଜ ବନେ କିଏ ଲୋ ସଖୀ ରାଧା ରାଧା ନାମ ଗାଇଲା নিকুঞ্জ বনে কিয়ে লো সখী রাধা রাধা নাম গাইলা রাধা রাধা নাম গাইলা ও রাধা রাধা নাম গাইলা সদা কোটি মন প্রাণ মোহিলা রাধা রাধা নাম গাইলা ও রাধা রাধা নাম গাইলা সে যে কোটি মন প্রাণ হইলা নিকুঞ্জ বনে এলো সখী রাধা রাধা নাম গাইলা নিকুঞ্জ বনে এলো সখী রাধা রাধা নাম গাইলা ও রাধা রাধা নাম গাইলা ও রাধা রাধা নাম গাইলা সদা কোটি মন প্রাণ হইলা রাধা রাধা নাম গাইলা ও রাধা রাধা নাম গাইলা সদা কোটি মন প্রাণ হইলা বনে এলো সখী রাধা রাধা নাম গাইলা বনে এলো সখী রাধা রাধা নাম গাইলা মন গহনে শ্রী বৃন্দাবনে রাধা রাধা নাম গাইলা ও মন গহনে বৃন্দাবনে রাধা রাধা নাম গাইলা আজি মন গহনে শ্রী বৃন্দাবনে রাধা রাধা নাম গাইলা আজি মন গহনে শ্রী বৃন্দাবনে রাধা রাধা নাম গাইলা রাধা রাধা নাম গাইলা ও রাধা রাধা নাম গাইলা সদে গোপ গোপী মন মোহিলা ও রাধা রাধা নাম গাইলা ও রাধা রাধা নাম গাইলা সদে গোপ গোপী মন মোহিলা নিকুঞ্জ বনে এলো সখী রাধা রাধা নাম গাইলা নিকুঞ্জ বনে এলো সখী রাধা রাধা নাম গাইলা নিকুঞ্জ বনে এলো সখী রাধা রাধা নাম গাইলা
রাধা রাধা নাম গাইলা ও রাধা রাধা নাম গাইলা ও রাধা রাধা নাম গাইলা সে যে গোপী মন ও রাধা রাধা নাম গাইলা ও রাধা রাধা নাম গাইলা সে যে গোপী মন জগনে সখী রাধা রাধা নাম গাইলা আমি জগনে রাধা রাধা নাম গাইলা যমুনা কূলে কদম্ব মূলে 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 রাধা রাধা নাম গাইলা রাধা রাধা নাম গাইলা ও রাধা রাধা নাম গাইলা সে যে উজানি যমুনা বহিলা ও রাধা রাধা নাম গাইলা ও রাধা রাধা নাম গাইলা সে যে উজানি যমুনা বহিলা সখী রাধা রাধা নাম গাইলা বৃন্দাবনে গিয়ে সখী রাধা রাধা নাম গাইলা বৃন্দাবনে গিয়ে সখী রাধা রাধা নাম গাইলা বৃন্দাবনে গিয়ে সখী রাধা রাধা নাম গাইলা রাধা রাধা নাম গাইলা আরি রাধা রাধা নাম গাইলা সে পুজারি যমুনা বহিলা ও রাধা রাধা নাম গাইলা ও রাধা রাধা নাম গাইলা সে পুজারি যমুনা বহিলা জগনে রাধা রাধা নাম গাইলা জগনে রাধা রাধা নাম গাইলা দেও ঘরর দারুয়া কূলে রাধা রাধা নাম গাইলা ও দেও ঘরর দারুয়া কূলে রাধা রাধা নাম গাইলা আছি দেও ঘরর দারুয়া কূলে রাধা রাধা নাম গাইলা আছি দেও ঘরর দারুয়া কূলে রাধা রাধা নাম গাইলা রাধা রাধা নাম গাইলা ও রাধা রাধা নাম গাইলা সে যে কোটি জনম বহিলা ও রাধা রাধা নাম গাইলা ও রাধা রাধা নাম গাইলা সে যে কোটি জনম বহিলা বৃন্দাবনে সখী রাধা রাধা নাম গাইলা ও বৃন্দাবনে সখী রাধা রাধা নাম গাইলা বৃন্দাবনে গেল সখী রাধা রাধা নাম গাইলা বৃন্দাবনে রাধা রাধা নাম গাইলা রাধা রাধা নাম গাইলা জয় গুরু জয় ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ଗୋପୀ ଭାଇ ଠାକୁରଙ୍କର ପବିତ୍ର କନ୍ୟାହରି କର୍ମୀ ଶ୍ରୀଯୁକ୍ତ ଗୋପୀନାଥ ବେହେରା ଏବଂ ତାଙ୍କର ସହଯୋଗୀ ଆମର ଶ୍ରଦ୍ଧା ଦେବ ଭାଇ ଶ୍ରୀଯୁକ୍ତ ଦେବନାଥ ସାହୁ, ଅଲକ ଭାଇ, ନୀଳମଣି ଭାଇ ଭାବରେ ଏ କୀର୍ତ୍ତନ ପରିବେଷଣ କଲେ। ଆଉ ଗୋପୀ ଭାଇ ତାଙ୍କର ପରିବାର ଏବଂ ଦେବ ଭାଇ, ଅଲେଖ ଭାଇ, ନୀଳମଣି ଭାଇ ଆଉ ଯେଉଁମାନେ ଅଛନ୍ତି ସେମାନଙ୍କର ସେମାନଙ୍କ ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟ ଗୁରୁ ଆଜ୍ଞା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ଏଇ ଆବାସୀ ସତ୍ସଙ୍ଗରେ ଚାନ୍ଦଳ ସତ୍ସଙ୍ଗ ଆନୁକୂଲ୍ୟରେ ପୂଜ୍ୟ ରୀତିକ ଦେବତା ଦେବ ଭାଇ, କାଲି ଆମେ ଆଲୋଚନା କରୁଥିଲୁ ଯେ ଦେବ ଭାଇ ଯୋଉ ସାଧନା ଜାରି ରଖିଛନ୍ତି ସେ ବିରତ ରହିପାରିବେନି, କୌଣସି ମତେ ବି ରହିପାରିବେ ନାହିଁ।
ଏ ସାଧନା ଟିକେ ଯଦି ବିଳମ୍ବ ହଏ ସେ ବିଚ୍ୟୁତ ହେଲେ ସେ ମତେ ପାଗଳ ହେଇଯିବେ ଠାକୁରଙ୍କ ପ୍ରେମରେ। ତେଣୁ ଆମେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛୁ ସେଇଭଳି ପ୍ରୟାସ ତାଙ୍କ ଜାରି ରହୁ। ଏ ସାଧନା ଏ କମ ବଡ ସାଧନା ନୁହେଁ। ଏ ସାଧନା ଆହୁରି 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 ସାଧନା ହଉ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଏବଂ ତାଙ୍କ ପରିବାରର ସମସ୍ତଙ୍କର ମଙ୍ଗଳ ହଉ। ସେ ଆହୁରି ଆହୁରି ଠାକୁରଙ୍କ ପୂଜା ଫୁଲଟନ୍ତୁ। ଏଇଭଳି ଭାବରେ ଠାକୁରଙ୍କ ପାଇଁ ତାଙ୍କର ସେଇ ଜୀବନଟା ଉତ୍ସର୍ଗିତ ହେଇ ସାଧନା ଜାରି ରଖନ୍ତୁ। ତାହା ହିଁ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି। ଜୟ ଗୁରୁ। ଜୟ ଗୁରୁ। ଦେବ ଭାଇ ମୁଁ କିଛି କହିବି ଭାଇଙ୍କ ବିଷୟରେ ଯିଏ ଗାଇଲେ ଆକ୍ଚୁଆଲି ମାନେ ଯେତେ ସଙ୍ଗୀତର ବୋଧେ କୋଉ ବିଭାଗର ମୁଁ ଜାଣିବାରେ ଯେତିକି ଉଚ୍ଚ ପୁରସ୍କାର ଦେଲେ ଭାଇଙ୍କୁ କମ ପଡିବ। ମାନେ ଦୁଃଖ ଅବସାଦ ଆଉ କିଛି ମାନେ ରହିବନି କୋଉ ସ୍ତରରୁ ମନକୁ ନେଇଯାଉଛନ୍ତି ଆଉ ତାଙ୍କୁ ମାନେ କଣ କହିବି ମାନେ କହିବା ପାଇଁ ଭାଷା ହିଁ ନାହିଁ। ବହୁତ ସୁନ୍ଦର। ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ପ୍ରତିଦିନ ଭଳି ଆମର ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ଶ୍ରଦ୍ଧା ଠାକୁରଙ୍କ ସହପ୍ରତିନିଧି ଇଞ୍ଜିନିୟର ଶରତ କୁମାର ଦାସ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ରବି ଭାଇ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ତାଙ୍କର ସୁପୁତ୍ର କନିଷ୍ଠ ପୁତ୍ର ଇଞ୍ଜିନିୟର ଭୁବନେନ୍ଦ୍ର ତାଙ୍କର ଏ ଜନ୍ମଦିନ। ସେଇ ପପୁ ତାଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା ଜଣାଇବା ସହିତ ରବି ଭାଇ ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଅଜୟ ବାବୁ ମୋର ଭିଣେଇ ଇଞ୍ଜିନିୟର ଅଜୟ କୁମାର ବେହେରା ଆଉ ତାଙ୍କର ଆଜି ବିବାହ ବାର୍ଷିକୀ ଆମର ଅଜୟ ବାବୁ ଏବଂ ମୋର ସାନ ଭଉଣୀ ବୁଢ଼ୀ ସେମାନଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ସେମାନଙ୍କର ସର୍ବଦ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗର ଅନେକ ପୂଜ୍ୟ ରୀତି ରାଜ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିଥି ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ପବିତ୍ର କୁମାର ମେକଅପ୍ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଯୁବରାଜ ପ୍ରସାଦ ଇଞ୍ଜିନିୟର ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ନିମାଇ ଚରଣ ଦାସ ଆଉ ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର ଉଗ୍ରସେନ ଲେଙ୍କା ପ୍ରଫେସର ହୃଦୟ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କର ଠାକୁରଙ୍କ କଥା ଶୁଣି ଆସୁଛନ୍ତି। ଜଣେ ବିଜ୍ଞ ପ୍ରଜ୍ଞ ବ୍ୟକ୍ତିତ୍ୱ ଜଣେ ସୁବକ୍ତା ଆଉ ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଆଉ ଯେ ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ କଥା ତୋଳି ଧରିବେ ତାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ। ଡକ୍ଟର ସୁମନ୍ତ କୁମାର ମିଶ୍ର ଠାକୁରଙ୍କର ସହପ୍ରତିନିଧି। ଆଜ୍ଞା ଜୟ ଗୁରୁ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ଆଲୋଚନା ଆରମ୍ଭ କରିବେ ଆମର ସେମାନେ ସୁମନ୍ତ ଠାକୁରଙ୍କ ସହପ୍ରତିନିଧି ଡକ୍ଟର ସୁମନ୍ତ କୁମାର ମିଶ୍ର ଆଲୋଚନା ଆରମ୍ଭ କରିବେ। ବିଶ୍ୱ ଭାଇ ତମେ ଟିକେ ଆଜି ଟିକେ ଆରମ୍ଭ କର। ତମେ ତ ଆଜି ପୁରା ପୁରା ଫୁଲ ଇଏରେ ଅଛ। ପରମ ପ୍ରେମମୟ ଶ୍ରୀ ଠାକୁର ପରମ ପୂଜନୀୟ ଶ୍ରୀ ଲକ୍ଷ୍ମୀମା ଯୁଗତେଜ ଶ୍ରୀ ବଡ ପୂଜ୍ୟପଦ ଆଚାର୍ଯ୍ୟଙ୍କ ଶ୍ରୀ ଚରଣ ବିନ୍ଧରେ ମୋର କୋଟି କୋଟି ପ୍ରଣାମ। ପୂଜ୍ୟ ପରିଚାଳକ ତଥା ସତ୍ସଙ୍ଗରେ ଉପସ୍ଥିତ ପୂଜ୍ୟ ରୀତିକ ଦେବତା ଅଧୈର୍ଯ୍ୟ ଜାଗକ ଗୁରୁ ଭାଇ ମା ମାନେ ସମସ୍ତଙ୍କୁ ମୋର ଆନ୍ତରିକ କୃତଜ୍ଞତା ତଥା ଶୁଭେଚ୍ଛା ଜଣାଉଛି। ଏହି ଆଜିର ଦିବସର ଏହି ପ୍ରାରମ୍ଭିକ ସତ୍ସଙ୍ଗ ତଥା ଯାହାକି ସୁନ୍ଦର ଭାବରେ ମନକୁ କୋଉ ସ୍ତରରୁ ମନ ସାଧାରଣତଃ ମଣିଷର ଥାଏ ଏଇ ସାଂସାରିକ ଦୁଃଖ ଜଳା ଯନ୍ତ୍ରଣା ସ୍ତରରେ କୋଉ ସ୍ତରକୁ ମନ ଯେ ନେଇଯାଏ ସେ ଗୋପୀ ଭାଇ ଯୋଉ କୀର୍ତ୍ତନ କରୁଥିଲେ ବା ଯୋଉମାନେ ସୁନ୍ଦର ଭାବରେ ଯୋଉ ମା ମାନେ କ୍ଲାସ ୱାନ ଆର୍ଟିଷ୍ଟ ତାଙ୍କୁ ଯେତେ ପ୍ରଶଂସା କଲେ କୃତଜ୍ଞତା କରିଦେଲେ ଧନ୍ୟବାଦ ଦେଲେ ମଧ୍ୟ କମ ପଡିବ।
ଆଜି ଏଇଭଳି ଭାବରେ ଯୋଉ ଚାନ୍ଦୋଳ ସତ୍ସଙ୍ଗ ବିହାର ଏଇ ଯୋଉ ଅବଦାନ ଅମୃତର ପରିବେଷଣ କରୁଛି, ଆଲୋକର ପରିବେଷଣ କରୁଛି, ଜ୍ଞାନର ପରିବେଷଣ କରୁଛି, ଜୀବନର ପରିବେଷଣ କରୁଛି, ଦୁଃଖ ନିରସନର ଉପାୟ ବତେଇ ଦେଇ ଯାଉଛି। ଏସବୁ ଜିନିଷ ଆମେ ହୁଏତ ପଇସା ଦେଲେ ସବୁ ମିଳିପାରେ ବାହାରେ। ମଣିଷ ବର୍ତ୍ତମାନ କଣ ଅର୍ଥକୁ ସବୁଠାରୁ ପ୍ରତିପତ୍ତିଶାଳୀ ଭାବୁଛି ଯେ ଅର୍ଥ ହେଲେ ମୁଁ ସବୁ କିଛି କରିପାରିବି, କିନ୍ତୁ ଏଇ ଯୋଉ ସତ୍ସଙ୍ଗ ଯାହା ପରିବେଷଣ କରୁଛି ଏ କୌଣସି ଅର୍ଥ ନା ଅନ୍ୟ କୌଣସି ଏକ୍ସେପ୍ଟ ସତ୍ସଙ୍ଗ, ଆର କୌଣସି ଅଲ୍ଟରନେଟିଭ ନାହିଁ। ଯେ ସତ୍ସଙ୍ଗ ଯାହା ପରିପୂରଣ କରୁଛି ମଣିଷର ଜୀବନକୁ, ସତ୍ସଙ୍ଗର ଯାହା ଆଭିମୁଖ୍ୟ, ସତ୍ସଙ୍ଗ ମଣିଷ ଭିତରେ ଯାହା ଦେଇଛି, ସତ୍ସଙ୍ଗ ଯାହା ମଣିଷର ହୃଦୟ ଅନ୍ତର ଚେତନାକୁ ଯୋଉଭଳି ଭାବରେ ପରିବର୍ତ୍ତନ ପରିମାର୍ଜିତ କରିବାକୁ ଚେଷ୍ଟା କରୁଛି, ତାହା କରିଛି, କରୁଛି ମଧ୍ୟ, ଆଉ କରିବ ମଧ୍ୟ, ତାହା କୌଣସି ଅର୍ଥ ବିନିମୟରେ ବା କୌଣସି ଆର ଅଲ୍ଟରନେଟିଭ ନାହିଁ। ସେଥିପାଇଁ ପରମପିତାଙ୍କର ସେ ଆହ୍ୱାନ, ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ଦେଖନ୍ତୁ ପ୍ରଥମେ ପରମପିତା କହିଲେ ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ। ଜଣେ ଚାଲାକି କରି ସଦ୍ଗୁରୁଙ୍କର କୁ ବି ବାଦ ଦେଇକି ସତ୍ସଙ୍ଗରେ ବି ସତ୍ସଙ୍ଗ ସଦ୍ଗୁରୁଙ୍କର ହେଲେ ମଧ୍ୟ ସଦ୍ଗୁରୁଙ୍କୁ ବାଦ ଦେଇକି ଜଣେ ଯଦି ସେଦିନ ଦାଦା ଜଣେ ଆଲୋଚନା କରୁଥିଲେ, ଜଣେ ନାମ କରିକିରି ଜଣେ କ୍ଲାସ 1 ଚୋର ବି ହେଇପାରେ। ଜଣେ ଯଦି ପ୍ରଭୁଙ୍କ ପ୍ରତି ଆସକ୍ତି ନ ରଖିକିରି କେବଳ କହିବ ଜଣେ ମୁଁ ନାମ କରିବି, ସତ୍ସଙ୍ଗରେ ଯୋଗଦାନ କରିବି, କିନ୍ତୁ ଅନ୍ତରରେ ଯଦି ପ୍ରଭୁଙ୍କ ପ୍ରତି ଟାଣ ଥିବ ସେ କ୍ଲାସ 1 ଚୋର ବି ହେଇପାରେ ଓ ନେଗେଟିଭ ସାଇଡରେ ମଧ୍ୟ ହେଇପାରେ। ତେଣୁ ପ୍ରଥମେ ଠାକୁରଙ୍କର ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସଦ୍ଗୁରୁଙ୍କୁ ରକ୍ଷା କରି ଚାଲ ବା ପ୍ରଭୁଙ୍କ ପ୍ରତି ଆସକ୍ତି ବୃଦ୍ଧି କରି ଚାଲ। ତେଣୁ ଆମର ହୃଦୟରେ ଯଦି ପ୍ରଭୁଙ୍କ ପ୍ରତି ଆସକ୍ତି ରହିବ ତାହେଲେ ନାମଟା କ୍ରିୟାଶୀଳ ହବ, ନାମଟା ଜୀବନ୍ତ ହେଇ ଉଠିବ, ତାହେଲେ ଆମେ ସତ୍ସଙ୍ଗରେ ଯୋଗଦାନ କରିବାଟା ସାର୍ଥକ ହବ। ତେଣୁ ସେଇ ପରମପିତାଙ୍କର ଆହ୍ୱାନକୁ ଆମେ ଗ୍ରହଣ କରିବା। ଯଦି ଆମେ ସେଇ ସଦ୍ଗୁରୁଙ୍କ ଶରଣାପନ୍ନ ହେଇ ସତନାମ ମନନ କରି ସତ୍ସଙ୍ଗରେ ଆହ୍ୱାନ କରି ଯୋଉମାନେ ବର୍ତ୍ତମାନ ଡିସକଣ୍ଟିନ୍ୟୁ ହେଇଯାଇଛନ୍ତି ସେମାନଙ୍କୁ ପୁନର୍ବାର ସେଇ ପ୍ରଭୁଙ୍କ ପ୍ରେମରେ ମଜେଇବାର ପାଇଁ ଯୋଉ ପୂଜ୍ୟ ଆଚାର୍ଯ୍ୟଦେବ ବର୍ତ୍ତମାନ ଆହ୍ୱାନ ଦେଇଛନ୍ତି, ସେ କାର୍ଯ୍ୟକୁ ଆମେ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ସର୍ବୋପରି ଚେଷ୍ଟା କରିବା। ଆମର ପ୍ରାର୍ଥନା କରିବା ଯେ ସେଇ ପରମପିତାଙ୍କର ଲକ୍ଷ୍ୟ ପୂରଣ ହଉ ଆଉ ସେଇ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ଗତିରେ ଚାଲୁ। ତେବେ ଏଇ କଥାରେ ଗୋଟେ କଥା ମୋ ମନ ଭିତରେ ଆସେ ବେଳେ ବେଳେ ଯେ ପରମପିତା କହିଲେ ଯେ ପରମପିତାଙ୍କୁ ମୁଖ୍ୟ କରି ଚାଲିଲେ ତୋର ନିଜର ଘର ସଂସାର ପାଇଁ ମଣିଷ ଚିନ୍ତା କରିବାକୁ ପଡିବନି। ସଂସାରଟାର ସଂ କଟିକିରି ସେତେବେଳେ ସଂସାରଟା ହେଇଯିବ କଣ ସାର। ଆମେ ମାନେ ତଥା ମୁଁ ତଥା ପ୍ରତ୍ୟେକ ଆମେ ମାନେ ସବୁ ଘର ସଂସାର ପାଇଁ ବେଶୀ ବ୍ୟସ୍ତ ବିବ୍ରତ ବିଚଳିତ ହେଇଯାଉ, କେମିତି ଘର ସଂସାର ଚାଲିବ। କିନ୍ତୁ ପରମପିତା କହିଲେ ସଂସାରରୁ ଯଦି ଯଦି ତାଙ୍କୁ ମୁଖ୍ୟ କରି ଚାଲିଲେ ସଂ କଟିଗଲେ ସଂସାରଟା ସେତେବେଳେ ସାର ହେଇଯିବ। କିନ୍ତୁ ଆମେ ମାନେ କେହି, ମୁଁ ପିଲାଦିନୁ କହୁଛୁ ମଣିଷ ଯେତେବେଳେ ଜନ୍ମ ହେଇ ଛୋଟ ହୁଏ ଶୈଶବରୁ ବୃଦ୍ଧ ପର୍ଯ୍ୟନ୍ତ ନା ତାକୁ ମନର ମୁଖ୍ୟ କେତେବେଳେ ପରମପିତାଙ୍କୁ କରିବାର ଭାବ ଥାଏ ନା କେତେବେଳେ ତାକୁ ସମୟ ହୁଏ। ଶୈଶବ ଯାଏ ପିଲା ହେଇକିରି ତା ଛୋଟ ପିଲା ପରେ ଯେତେବେଳେ ସେ ବୟସ ମାନେ ପାଠ ପଢେ ସିଏ ନିଜେ ତା ମନ ଭିତରେ ତଥା ମୁଣ୍ଡ ଭିତରେ ସବୁବେଳେ ରହେ କିନ୍ତୁ ନମ୍ବର ବେଶୀ ରଖିବି, ପାଠ ପଢିବି, ଚାକିରି ମିଳିବ। ଚାକିରି ପରେ ଯଦି ଇଏ କରିସାରିବା ପରେ ପ୍ରାଇଭେଟ ଚାକିରି ହେଇଛି, ପ୍ରାଇଭେଟ ଚାକିରିଟା ନାହିଁ ଗଭର୍ଣ୍ଣମେଣ୍ଟ ଚାକିରି ହେଇଯିବ। ଗଭର୍ଣ୍ଣମେଣ୍ଟ ଚାକିରି ହେଇସାରିବା ପରେ କେମିତି ପ୍ରମୋସନ ପାଇବ, କେମିତି ବିଭିନ୍ନ ପ୍ରକାର ସୁବିଧା, କେମିତି ଘର କରିବି, କେମିତି ଜମି କିଣିବି, କେମିତି ସବୁ ତାକୁ ତାର ଅନ୍ତର ଜୀବନ ନିଜ ଜୀବନକୁ ମୁଁ ମାନେ ନିଜ ଜୀବନକୁ ଆନାଲିସିସ୍ କରି ମୁଁ ଏଇଟା କହୁଛି, ମୁଁ କାହାକୁ ଦୋଷାରୋପ କରୁନି ନିଜ ଜୀବନକୁ। ପରମପିତା କେତେବେଳେ ମୁଣ୍ଡ ଭିତରେ ମନ ଭିତରେ ମଣିଷର ମୁଖ୍ୟ ହେଇନଥାନ୍ତି। ଆଉ ତେଣୁ କିନ୍ତୁ ଆମେ ପରମପିତାଙ୍କୁ ମୁଖ୍ୟ କରି ନ କରି ତାଙ୍କର ଜୀବନକୁ ଆମେ ଉପଭୋଗ କରିବା ପାଇଁ ଚାହୁଁ। ପରମପିତାଙ୍କୁ ମୁଖ୍ୟ ତାଙ୍କ ଦୟାରେ ପ୍ରାପ୍ତ ଜୀବନ, କିନ୍ତୁ ପରମପିତାକୁ ଅବଜ୍ଞା କରି ଅଗ୍ରାହ୍ୟ କରି ବା ଅସ୍ୱୀକାର କରି ବା ଆଭଏଡ କରି ବା ଗୌଣ କରି ତାଙ୍କୁ କେବେ ମୁଁ ମୋର ଜୀବନକୁ ମୁଁ ଯେତେବେଳେ ବିଶ୍ୱାସ କଲେ କେବେ ମୁଁ ପରମପିତାକୁ ମୁଖ୍ୟ କରି ଚାଲିବା କଥା, ପରମପିତାକୁ ସେ ଭାବଧାରାର କେବେ ମୁହଁରେ ହଜାର କଥା କହିଲେ ମଧ୍ୟ ମନ ଭିତରେ ମୋର ଘର ସଂସାର ବା ଜୀବନର ଆବଶ୍ୟକତାକୁ ଗୋଟେ ପରେ ଗୋଟେ ଏମିତି ସାଇକେଲ ଅର୍ଡରରେ ଚାଲିଛି। ହଁ ପାଠ ପରେ ଚାକିରି, ଚାକିରି ପରେ ପ୍ରମୋସନ ପରେ ଘର ଜମି ଏସବୁ ବିଭିନ୍ନ ପରେ ସମସ୍ତଙ୍କ ସବୁ ଗୋଟେ ପରେ ଗୋଟେ ଏମିତି ପ୍ରମୁଖ ଭାବରେ ହେଇଯାଇଥାଏ ଯେ କେତେବେଳେ ପରମପିତାକୁ କେବେ ମୋ ମୁଣ୍ଡ ଭିତରେ ରହିଛନ୍ତି ମୁଖ୍ୟ ଭାବରେ ବା ମନ ଭିତରେ ମୁଖ୍ୟ ହେଇକି ରହିଛନ୍ତି, ସେଟାକୁ ମୁଁ ବିଶ୍ଳେଷଣ କରିକିରି ମତେ ଭାବିବା ପାଇଁ କଷ୍ଟ ହଉଛି ଯେ ହେଇନାହାନ୍ତି କେବେ। ଏଇଭଳି ଭାବ ହେଇକିରି ମଣିଷର ଜୀବନ ଚାଲିଯାଏ, କିନ୍ତୁ ଘର ସଂସାରକୁ ସେ ସାର କରିବାକୁ ଚାହେଁ କିନ୍ତୁ ସାର ହେଇପାରେ ନା। ତେଣୁ ସେଥିପାଇଁ ପରମପିତାକୁ ଯଦି ଆମେ ମାନେ ପରମପିତା କହିଲେ ଯଦି ତୁ ମୁଖ୍ୟ କରି ଚାଲିଲେ ତତେ ତୋର ଆବଶ୍ୟକତାକୁ ଭୂତ ବି ଯୋଗେଇବ। ତେଣୁ କିନ୍ତୁ ଆମେ ଆମର ଆବଶ୍ୟକତା ବା ରିକ୍ୱାରମେଣ୍ଟକୁ ଏମିତି ଭାବରେ ମୁଖ୍ୟ କରି ଥାଉ ମନ ଭିତରେ ମୁଣ୍ଡ ଭିତରେ, ପରମପିତା ହିଁ ସେଥିରେ ପଶିବା ପାଇଁ ଜାଗା ପାଆନ୍ତିନି। କିନ୍ତୁ ଆମେ ମାନେ କମ ସେ କମ ସତ୍ସଙ୍ଗୀ ମାନେ ଏଇ ଜିନିଷ ଜାଣି ସାରିବା ପରେ ପରମପିତାକୁ ମୁଖ୍ୟ କରି ଚାଲିବା ପାଇଁ ଚେଷ୍ଟା କରିବା। ଆମର ସାଧନା ହିଁ ସେଇଆ ହଉ।
ଏକ ଦ୍ୱିତୀୟ କଥା ଗୋଟେ ହଉଛି ମୋ ମନ ଭିତରେ ସାଧାରଣ ଆସେ ଛୋଟ ଛୋଟ କଥା ଯେ ବର୍ତ୍ତମାନ ଠାକୁର କହିଲେ ସମ୍ପ୍ରଦାୟଟା କେବେ ଧର୍ମ ନୁହଁ ଆଉ ଧର୍ମରେ ସମସ୍ତେ ବଞ୍ଚନ୍ତି ବଣନ୍ତି କିନ୍ତୁ ଦେଖନ୍ତୁ ଆଜିର ସମାଜରେ ଏଇଟା ଓପନ ପ୍ଲାଟଫର୍ମରେ କହିବା କେତେ ଦୂର ଜଷ୍ଟିଫାଏଡ ମୁଁ ଭାବୁଛି ବର୍ତ୍ତମାନ ଯାହା ଚିନ୍ତାଧାରା ବର୍ତ୍ତମାନ ଏଇ ମାନେ ସମାଜରେ ଯେ ହିନ୍ଦୁ ଧର୍ମ ଆଉ ମୁସଲମାନ ଧର୍ମ ଭିତରେ ଯୋଉ ବିଭେଦ ସୃଷ୍ଟି ହେଇଛି ସମସ୍ତେ ମୁସଲମାନ ହିନ୍ଦୁ ଧର୍ମ ଗୋଟେ ବର୍ତ୍ତମାନ କ୍ୱେଶ୍ଚିନ୍ ମାର୍କ ହେଇଛି ଯେ ଆଉ ଯାହା ଚଳଣି ମୁସଲମାନ ହିନ୍ଦୁ ମାନଙ୍କ ଭିତରେ ବର୍ତ୍ତମାନ ଯୋଉ ସାମ୍ପ୍ରଦାୟିକ ବିଭେଦ ଚାଲିଛି ସେଥିପାଇଁ ଠାକୁରଙ୍କର ଯୋଉ ଆଉ ତାଙ୍କ ମାନଙ୍କ ଭିତରେ ସମସ୍ତଙ୍କ ଭିତରେ କେମିତି ସଦ୍ଭାବ ତାଙ୍କ ଭିତରେ ମାଦ୍ରାସା ବା ତାଙ୍କ ଯୋଉ ସବୁ କୋଚିଂ ସେଣ୍ଟରରେ ସେଇ ପ୍ରପର ପ୍ରଭୁଙ୍କର ଭାବଧାରାଟା କେମିତି ପଶିବ ଆଉ ଧର୍ମଟେ କେମିତି ଆମେ ସମସ୍ତେ ବଞ୍ଚିପାରିବେ ବଢିପାରିବେ ଯାହା ଶୁଣିବାକୁ ମିଳୁଛି ୟୁଟ୍ୟୁବ ତଥା ବିଭିନ୍ନ ଇଏରୁ ଯେ କୋରାନ ନେମେ ତ ଲେଖା ହେଇନି ଯେ ତାଙ୍କ ମନ ଭିତରେ ଗୋଟେ ଭ୍ରାନ୍ତ ଧାରଣା ପୁରା ଯାଇଛି ଯେ ହିନ୍ଦୁ ମାନଙ୍କ ପ୍ରତି ଏଇଭଳି ଅତ୍ୟାଚାର କଲେ ବା ଏଇଭଳି ସେମାନଙ୍କ ପ୍ରତି କଲେ ଆମର ଆଲ୍ଲାହ ଖୁସି ହେବେ ସେଟା ପରିବେଷଣ ହଉଛି ଆମେ ମାନେ ଯାହା ଶୁଣିବାକୁ ମିଳୁଛି ସେଇଟା ତେଣୁ ସେଇ ଯୋଉ ଚିନ୍ତାଧାରାଟା ମୂଳୋତ୍ପାଟନ ପାଇଁ ପରମ ପିତାଙ୍କର ଯେପର୍ଯ୍ୟନ୍ତ ଏ ଭାବଧାରାଟା ପ୍ରସାରିତ ହେଇନି ବା ସେଇ କଥାଟା ତାହେଲେ ତାଙ୍କ ମୁଣ୍ଡ ଭିତରେ ପଶିବନି ଆଉ ସେଥିପାଇଁ ହିନ୍ଦୁ ମାନଙ୍କର ସଂଖ୍ୟା ମଧ୍ୟ କମି କମି ଆସିଲାଣି ଆଉ ସେଇଟା ବି ଆଉ ଅଦୂର ଭବିଷ୍ୟତରେ ହିନ୍ଦୁ ମାନଙ୍କର ଅସ୍ତିତ୍ୱ ପ୍ରତି ଗୋଟେ କ୍ୱେଶ୍ଚିନ୍ ମାର୍କ ତେଣୁ ସେଇଟାକୁ ସମସ୍ତେ ହୃଦୟଙ୍ଗମ କରି ଆମେ ଯାହା ପରିବେଶରେ ଦେଖୁଛୁ ସେଇ ପରମ ପିତାଙ୍କର ଯଦି ଏଇ ବାର୍ତ୍ତାଟା ସମସ୍ତଙ୍କ ପାଖରେ ପ୍ରସାରିତ ହୁଅନ୍ତା ଇତିହାସରେ ମାନେ ବା ସମସ୍ତେ ଜାଣିବାକୁ ପାଆନ୍ତେ ତାହେଲେ ମୁଁ ଭାବୁଛି ଆମେ ମାନେ ନିଶ୍ଚୟ ପରମ ପିତାଙ୍କ ଶ୍ରୀଚରଣରେ ପ୍ରାର୍ଥନା କରିବା ଯେମିତି ଏଇ ଚିନ୍ତାଧାରାର ସେମାନଙ୍କର ମାନେ ପରିବର୍ତ୍ତନ ହଉ ଆଉ ପ୍ରଭୁଙ୍କର ଇଷ୍ଟ ପ୍ରତିଷ୍ଠା ନିମନ୍ତେ ଯାହା ପ୍ରয়োଜନ ତାଙ୍କର ସେଇ ମାନସିକତା ତାଙ୍କର ଚେଞ୍ଜ ହଉ ତାହେଲେ ସୃଷ୍ଟି ବି ରକ୍ଷା ପାଇବ ତଥା ହିନ୍ଦୁ ଧର୍ମ ପ୍ରତି ଯୋଉ ବିପଦ ଆଗକୁ ଦେଖିବାକୁ ମିଳୁଛି ସେଥିରୁ ମଧ୍ୟ ହିନ୍ଦୁମାନେ ରକ୍ଷା ପାଇବେ ଏ ଦିଟା କଥା ଆଉ ଛୋଟ ଛୋଟ କଥା କେତୋଟି ହଉଛି ପରମିତାଙ୍କର ଯାହା ମାନେ ଚିନ୍ତାଧାରା ବା ପରମିତାଙ୍କ ଯୋଉ ଲକ୍ଷ୍ୟ ନେଇକି ସତ୍ସଙ୍ଗ ପ୍ରତିଷ୍ଠା କରିଥିଲେ ବା ଯୋଉ ପରମିତାଙ୍କର ଯୋଉ ଉଦ୍ଦେଶ୍ୟରେ ଆଗମନ ହେଇଥିଲା ଏପର୍ଯ୍ୟନ୍ତ ସେଥିରୁ କେତେ ପରସେଣ୍ଟ ତାହା କାର୍ଯ୍ୟକାରୀ ହେଇଛି କାହିଁକି ନା ଆମ ମାନଙ୍କର ପ୍ରତ୍ୟେକ ଯଦି ତାଙ୍କୁ ଗୌଣ କରି ଚାଲିବାର ଅଭିପ୍ରାୟ ରଖିବା ବା ମୁଖ୍ୟ କରି ନ ଚାଲିବା ତାହେଲେ ପରମିତାଙ୍କର ମୁଁ ଭାବୁଛି 10,000 କଣ ବର୍ଷ କଣ ତାପରେ ମଧ୍ୟ 10,000 ବର୍ଷ ପରେ ମଧ୍ୟ ପରମିତାଙ୍କର ଆଭିମୁଖ୍ୟ ମାନେ ପୂରଣ ହେଇପାରିବନି ବର୍ତ୍ତମାନ ଯାହା ସାମାଜିକର ସ୍ଥିତି ଚାଲୁଛି ତେଣୁ ମାନସିକ ପରିବର୍ତ୍ତନ ଆଉ ହୃଦୟ ପରିବର୍ତ୍ତନ ମଣିଷର ନ ହେବା ପର୍ଯ୍ୟନ୍ତ ମଣିଷ ଯେତେ ସତ୍ସଙ୍ଗରେ ବା ଯେତେ ଆଲୋଚନା କରୁ ବା ଯେତେ ଶୁଣୁ ବା ଯେତେ ତାର ଅନ୍ତର ଆଉ ହୃଦୟ ମନ ଯେପର୍ଯ୍ୟନ୍ତ ପରମିତାଙ୍କ ଯେମିତି ମୋର ମାନେ ନିଜର ଆବଶ୍ୟକତା ପାଇଁ ବ୍ୟସ୍ତ ବିବ୍ରତ ହେଇ ପଡୁଛି ଯଦି ପରମିତାଙ୍କୁ ମୁଖ୍ୟ କରି ଚାଲିବାର ଅଭିପ୍ରାୟ ମୋ ଭିତରେ ସେ ଭାବଟା ସଞ୍ଚାରିତ ହବନି କେବେ ମୁଁ ପରମିତାଙ୍କର ଭାବଧାରାକୁ ଯେତେ ସଙ୍ଗୀତ ଯେତେ ବୋଲିଲେ ଯେତେ ଭାଷଣ ଦେଲେ ଯେତେ ଯାହା କହିଲେ ମଧ୍ୟ ମୁଁ ସେଇଭଳି ଭାବରେ ପରମିତାଙ୍କର ମନ୍ଦିର ହେଇ ଚାଲିଥିବ ପରମିତା ପ୍ରତିଷ୍ଠିତ ହଉଛନ୍ତି ହେଇ ଚାଲିଥିବେ ସେଥିରେ ମୋର କୌଣସି ଫରକ ପଡିବନି କିନ୍ତୁ ମୋ ଚରିତ୍ରରେ ମୋର ଟିକେ ଦାଗ ଲାଗିବ ଯୋଉଟା କି ପରମିତା କହିଲେ ହଜାର କଥା ମଧ୍ୟ କହିଲେ ଯେପର୍ଯ୍ୟନ୍ତ ମୋର ବୃତ୍ତି ପ୍ରବୃତ୍ତି ଭିତରେ ହାତ ବାଜିନି ଆଉ ଠାକୁର ଦେଖ ଦେବତା ଦେଖ ହେଉନା ତୋର ଲକ୍ଷ୍ୟ ବିଭୂତି କି ହେଲା ଯଦି ନ ବଦଳିଲା ବିକାରଗ୍ରସ୍ତ ବୃତ୍ତି ପ୍ରବୃତ୍ତି ସେ ଯୋଉ ବିକାରଗ୍ରସ୍ତ ବୃତ୍ତି ମାନେ କଣ ବୃତ୍ତ ଆଉ କଣ ବୃତ୍ତି ମାନେ ବୃତ୍ତ ମାନେ ମୋ ସର୍କଲରୁ ମୁଁ ଯୋଉ ଚିନ୍ତାଧାରାଟାକୁ ଚିନ୍ତା କରୁଛି ଆଉ ସେଇଟାକୁ ଠିକ ବୋଲି ଭାବୁଛି ସେ ଚିନ୍ତାଧାରାରୁ ମୁଁ ବାହାରି ପାରୁନି ଆଉ ପ୍ରବୃତ୍ତି ମାନେ ସେଇ ସବୁବେଳେ ମୁଁ ସେଥିରେ ଆଟାଚ ହେଇକି ରହୁଛି ଏ ଯୋଉ ଚିନ୍ତାଧାରାରେ ମୁଁ ଆଟାଚ ହେଇକି ରହୁଛି ଆଉ ଯୋଉ ଗୁଣ ବା ଦୋଷ ମତେ କବଳିତ କରି ରଖିଛି ସେଥିରୁ ମୁଁ ବାହାରିକି ପରମିତାକୁ ଅନୁଭବ କରିପାରୁନି ତେଣୁ ସେଥିରୁ ମୁଁ ବାହାରିବା ପାଇଁ ହେଲେ ସେଇ ପରମିତାଙ୍କର ସବୁବେଳେ ଅନବରତ ମୋର ହୃଦୟକୁ ମୁଁ ସେଇ ନାମମୟ କରି ରଖିବା ପାଇଁ ଚେଷ୍ଟା କରିବା ଦରକାର ଆଉ ପରମିତାଙ୍କ ପାଖରେ ପ୍ରାର୍ଥନା କରିବା ଦରକାର ତୃତୀୟ କଥା ବେଳେ ବେଳେ ମନ ଭିତରେ ଆସେ ଯେ ଆମମାନେ ମଣିଷ ଯୋଉ ଦୁଃଖ ପାଉଛି ସେ ଦୁଃଖର ନିରସନର ଉପାୟ କଣ ପ୍ରତ୍ୟେକ ମଣିଷ ଗୋଟେ ଆପଣ ଯୋଉ ସର୍ଭେ କରାଯାଏ ଏଇ ଭାଇ ଯୋଉ ଗୀତ ବୋଲିଲେ ଯେମିତି ସମସ୍ତେ ଆନନ୍ଦିତ ହେଇଗଲେ ମନଟା ଉଦାହରଣ କିନ୍ତୁ ବର୍ତ୍ତମାନ ଯଦି ସମାଜରେ ବର୍ତ୍ତମାନ ସର୍ଭେ କରାଯାଏ କେହି ସହଜରେ ଗୋଟେ ହସି ପାରୁନାହାନ୍ତି କାହାର ହୃଦୟ ଭିତରେ ସେ ଫିଲ୍ ମନ ଭିତରେ ଆନନ୍ଦିତ ହେଇ ରହୁନି ସବୁବେଳେ ଡିପ୍ରେସନରେ ସବୁବେଳେ ଯେତେ ସେ ସମାଜରେ ଯୋଉ ସ୍ତରରେ ମଧ୍ୟ ଥାଉ ସହଜ ଭାବରେ ସେ ଗୋଟେ ହସି ପାରୁନି ଅନ୍ୟକୁ ସହଜ ଭାବରେ ଭଲ କଥା ଦିପଦ କହିପାରୁନି କାହିଁକିନା ସିଏ ତାର ମନ ଭିତରର ଯୋଉ ଚିନ୍ତାଧାରାରେ ଏମିତି ଅଭ୍ୟସ୍ତ ଯେ ସିଏ ଅନ୍ୟର ମଙ୍ଗଳ ହବ କେମିତି ସେ କଥା ପଦକ ସହଜ ଭାବରେ ସେ କହିପାରୁନି ସେ କେବଳ ତାରି କଥା ହିଁ ଚିନ୍ତା କରୁଛି କିନ୍ତୁ ଏଥିରୁ ସତ୍ସଙ୍ଗୀ ମାନେ ବାହାରି ଆସିଛନ୍ତି ନିଶ୍ଚୟ ଭାବରେ ସତ୍ସଙ୍ଗୀ ମାନେ ହିଁ କେବଳ ଅନ୍ୟ କଥା ଚିନ୍ତା କରିବାକୁ ସମର୍ଥ ତଥା ତାଙ୍କୁ ପରମିତା ମଧ୍ୟ କ୍ଷମତା ଦେଇଛନ୍ତି ଆମେ ସେଇଭଳି ଭାବରେ ଆମେ ସେଇ ଅନ୍ୟକୁ ମୁଖ୍ୟ କରି ଚାଲିବାର ପରମିତାଙ୍କୁ କେନ୍ଦ୍ର କରି ମୁଖ୍ୟ ଅନ୍ୟମାନେ ଭଲରେ ରହିଲେ ଆମେ ମାନେ ଭଲରେ ରହିବା
ମଣିଷ ଯେତେ ନିଜ କଥା ଚିନ୍ତା କରୁ, ଯେତେ ଚେଷ୍ଟା କଲେ ବି ମଣିଷ ଭଲରେ ରହିପାରିବନି ଯେପର୍ଯ୍ୟନ୍ତ ସେ ଅନ୍ୟ କଥା ଚିନ୍ତା ନ କରିଛି। ସେ ଅନ୍ୟ କଥା ଚିନ୍ତା କରିବା ପାଇଁ ଆମ ମନ ଭିତରୁ ଆମେ ବାହାରି ଆସି ନିଜ ଠାରୁ ବାହାରି ଗଲେ, ଆମେ ଅନ୍ୟ କଥା ଚିନ୍ତା କରିଗଲେ ହିଁ ଆମେ ଡିପିଆର କଥା ମଧ୍ୟ ସହଜ ହେଇପାରିବ। ଆଉ ମୋର କାହିଁକି ନା ମରିବା ପର୍ଯ୍ୟନ୍ତ ମୁଁ ଯାହା ଦେଖୁଛି ମୋର ତ ରିକ୍ୱାରମେଣ୍ଟ କେବେ ସରିବନି, ମୋର ଅଭାବ ତ ମରିବା ପର୍ଯ୍ୟନ୍ତ ହିଁ, ଯେତେ ରୋଜଗାର କଲେ ଯେତେ କଲେ ମୋର ସେଇ ଅନୁସାରେ ଅଭାବ ଆଉ ରିକ୍ୱାରମେଣ୍ଟ ସମସ୍ୟା ବଢି ବଢି ଯିବ। କିନ୍ତୁ ମୋର ରିକ୍ୱାରମେଣ୍ଟ ସମସ୍ୟାକୁ ଯଦି ମୁଁ ମୁଖ୍ୟ କରି କରି ଚାଲେ, ନା ମୁଁ ପ୍ରଭୁଙ୍କ ଇଚ୍ଛାକୁ ପରିପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିପାରିବି, ନା ଡିକ୍ଲେୟାର କରିବା ପାଇଁ ଚେଷ୍ଟା କରିପାରିବି, ନା କିଛି କରି ମୋର ସବୁବେଳେ ତ ମୋର ପ୍ରୟୋଜନ, ମୋର ରିକ୍ୱାରମେଣ୍ଟ ହିଁ ମତେ ଗ୍ରାସ କରି 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 ଚାଲୁଥିବ। ଯେତେ ପଇସା ରୋଜଗାର କଲେ, ଯୋଉ ସ୍ତରକୁ ଗଲେ ସବୁବେଳେ ଗୋଟେ ସାଇକେଲ ଅର୍ଡରରେ ଜୀବନର ଶେଷ ପର୍ଯ୍ୟନ୍ତ କେବେ ମୋର ଅଭାବ। ସେଥିପାଇଁ ମାନେ ଯୋଉ ବୁଦ୍ଧଦେବ କହିଲେ ହ୍ୟୁମାନ ୱାଣ୍ଟସ ଆର୍ ଅନଲିମିଟେଡ, ଆଉ ମଣିଷର ପ୍ରୟୋଜନର ଅନ୍ତ ନଥାଏ। ସେଥିପାଇଁ ଗୋଟେ ଗୀତ ଅଛି, ତମ ସଙ୍ଗ ସୁଧା ବ୍ୟତୀତ ମୁଁ କଣ ପ୍ରଭୁ ମାଗିବି। ତେଣୁ ଆଉ ମୁଁ ଯେତେ ମାଗିଲେ ବି ମାନେ ମୁଁ ଯେତେ ମାଗିଲେ ବି ମୋର ମାନେ ମାଗିବାଟା କମୁନି। ମନେକର ଗୋଟେ ଲୋକକୁ କେତେ ପଇସା ଦେଲେ, କେତେ ପୃଥିବୀର ସବୁ ସମ୍ପତ୍ତି ଦେଲେ ବି ତାର ଅଭାବ ଯିବନି। ତେଣୁ ସେଇଭଳି ଭାବରେ ମଣିଷର ଅଭାବ ତାର ଆକ୍ଚୁଆଲି ଯୋଉ ପରମିତା କହିଲେ ଯେ ତମର ହୃଦୟରେ ଯୋଉ ଅଭାବ ଅଛି, ସେ ଆମ ଯୋଉ ହୃଦୟର ଅଭାବଟାକୁ ପ୍ରଥମେ ଆମକୁ ଚିହ୍ନିବାକୁ ପଡିବ। ସେ ଅଭାବଟାକୁ ବାହାର କରିକିରି ସେ ଭାବିଙ୍କ ସହିତ ଆମେ ଯଦି ଆଟାଚ ନ କରିବା ଆମର ଅଭାବ, ତାହେଲେ ଆମେ ସେ ଅଭାବ ହିଁ ଆମକୁ ପିଛା ଛାଡିବନି। ଆଉ ଅଭାବ ଦୂର ନହେଲେ ମଣିଷ ଠାକୁରଙ୍କର କାମ କଣ କରିବ, ନା ଟିପିବାରେ କଣ କରିବ। ସବୁବେଳେ ତ ମୋର ଅଭାବ ହିଁ ମତେ ଗ୍ରାସ କରିଥିବ, ଯେତେ ସବୁ ଦିଗର ହିଁ ଅଭାବ। ସେ ଅଭାବକୁ ଆମକୁ ଦୂରେଇକିରି ହୃଦୟରେ ତାଙ୍କୁ ପ୍ରତିଷ୍ଠିତ କଲେ ହିଁ ଆମେ ପରମ ଆନନ୍ଦ ଲାଭ କରିପାରିବା। ଆଉ ତାହେଲେ ପରମପିତାଙ୍କର ଗୁରୁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ମୁଁ ଭାବିଲେ, ପରମପିତା ମତେ ଧରିଲେ ଆନନ୍ଦ ମିଳିବନି ଭାବିଲେ ସିନା ମୁଁ ଠାକୁରଙ୍କ କାମଟା କରିବି। ଠାକୁରଙ୍କ କାମ କଣ ପାଇଁ କରିବି, ଠାକୁରଙ୍କ କାମ କରିବି ମତେ କିଛି ଆନନ୍ଦ ମିଳେ। ମୁଁ ଯୋଉ କାମ ଗୁଡା ସ୍ପୋଣ୍ଟାନିୟସଲି କରୁଛି ମାନେ ନିଶାଗ୍ରସ୍ତ ହଉଛି ମାନେ ମତେ ନିଶାଟା ଆନନ୍ଦ ଦଉଛି, ସେମିତି ମୁଁ ଅନୁଭବ କରିବା ଦରକାର ଯେ ପରମପିତାଙ୍କ କାମ କଲେ ମତେ ଆନନ୍ଦ ମିଳିବ। ତ ପ୍ରଥମେ ମୁଁ ମୋଠୁ ବାହାରିବା ଦରକାର, ମତେ ହୃଦୟରେ ପରମପିତାଙ୍କର ଆନନ୍ଦଟା ମିଳିଲେ ହିଁ ମୁଁ ଯାଇକି ପରମପିତାଙ୍କ କାମ କରିବା ପାଇଁ ଅଗ୍ରସର ହେଇପାରିବି, ବା ଡିପିୱାର୍କ କରିପାରିବି, ବା କାହାକୁ କହିବାକୁ ଚେଷ୍ଟା କରିପାରିବି, ବା ତାଙ୍କ କର୍ମରେ ଆଟାଚ ହେଇପାରିବି। ତ ପ୍ରଥମେ ମୋ ଭିତର ଯୋଉ ଅଭାବରୁ ଦୂରେଇ ରହିବାକୁ ପଡିବ। ତାପରେ ଆଉ ଗୋଟେ କଥା ହଉଛି, କମଳର କମ୍ବଳ ଭିତରେ ଯେତେ ବାଛିଲେ ବି ଯେମିତି ତାର ଲୋମ ଗୁଡାକ ହିଁ କେବଳ ସେଇ କମ୍ବଳ ଭିତରେ ଥାଏ, ସେଇଭଳି ଭାବରେ ମଣିଷର ଜୀବନଟା କେବଳ ଗୋଟେ ଚିନ୍ତା ପରେ ଗୋଟେ ଚିନ୍ତା, ଏଭଳି ଭାବରେ ଚିନ୍ତାର କେବେ ନିରସନ ହୁଏ ନା। ସେଇ ଚିନ୍ତାମଣିକୁ ଆମେ ଯେପର୍ଯ୍ୟନ୍ତ ଅଛି ଚିନ୍ତାର ମଣି ନ କରିକିରି ତାଙ୍କୁ ମୁଖ୍ୟ କରିକିରି ନ ଚାଲିଛେ, ବା ଇଚ୍ଛା ମୋର ଭିତରେ ଜାଗ୍ରତ ହେଇନି ତାଙ୍କୁ ମୁଖ୍ୟ କରିବା ପାଇଁ, ବା ସେଇଭଳି ଭାବରେ ଯେତେ ମୁଁ ଦୁଃଖରୁ ଦୂରେଇ ରହିବାକୁ ଚାହିଁଲେ ମଧ୍ୟ ମୋର ଦୁଃଖକୁ ଯିବନି। ସେ ଦୁଃଖ ହାରି ସେଇ ଭବହାରୀକୁ ତାଙ୍କୁ ମୁଁ ମୁଖ୍ୟ କରି ଜୀବନରେ ତାଙ୍କୁ ଭଲ ପାଇ ନିଜର ଆପଣାର କରି, ଆଉ ତାଙ୍କର ଭାବରେ ଯେପର୍ଯ୍ୟନ୍ତ ମୁଁ ଭାବିତ ନ ହେଇଛି, ସେଇଟା ତାଙ୍କର ଦୟା ହେଇପାରେ, ମୋର ଚେଷ୍ଟା ବି ହେଇପାରେ। ଯୋଉଟା ପ୍ରାରମ୍ଭିକ ଭାବରେ ପ୍ରଥମେ ଆସେ ମୋର ଚେଷ୍ଟା ବଳରେ ଯଦି ମୁଁ ଆରମ୍ଭ କରିପାରେ ମୋର ପୂର୍ବର ପ୍ରାରବ୍ଧ ଅନୁସାରେ, ବା ତାଙ୍କର ଦୟା ବଳରେ, ଯେପର୍ଯ୍ୟନ୍ତ ମୁଁ ତାଙ୍କର ଆବର୍ତ୍ତମାନକୁ ଆସିନି, ତାଙ୍କର ବୃତ୍ତ ଭିତରେ ମୁଁ ସେ ଆସିନି ମୋର ମନୋବୃତ୍ତି, ମୁଁ କେବେ ଏଇ ଯୋଉ ନିଜର ଯେତେ ମୁଁ ଚେଷ୍ଟା କଲେ ମୋ ଦୁଃଖ ଦୁର୍ଦ୍ଦଶା ବା ଦୂରେଇ ପାରିବିନି, ମୋ ଘର ସଂସାର ବା ପରିବେଶରେ ମୁଁ ସୁରକ୍ଷିତ ରହିପାରିବିନି। ଏଇଟାକୁ ପ୍ରତି ପ୍ରାଣରେ ମନରେ ଆମେ ମୁଁ ତଥା ଏଇଟା ଜାଣିବା ଦରକାର। ଆଉ ଗୋଟେ କଥା ହଉଛି, ପରମପିତାଙ୍କର ଠାକୁର କହୁଛନ୍ତି ଯେ ଯୋଉମାନେ ଏଠାରେ ଶ୍ରୀ ଠାକୁର ପଚାରିଲେ ଯେ ଟାଣ ନଥିଲେ ଦାନ ଆପେ ଆସେ, ଯୋଉମାନେ ଏଠାରେ ପଢିଛନ୍ତି ଟାଣ ନଥିଲେ ସେମାନେ ଥାଆନ୍ତେ କାହିଁକି। ନଗେନ ଭାଇ ପଚାରନ୍ତି, ଶ୍ରୀ ଠାକୁର କହୁଛନ୍ତି ଅନେକଙ୍କର ହିପୋକ୍ରିସି ଅଫ ଆଟାଚମେଣ୍ଟ ଅଛି, ରିଏଲ ଟାଣଟା ଅନ୍ୟ ଜିନିଷ। ଆପଣ ଯେପରି ଖୋକନ ପୁଅକୁ ଭଲ ପାଆନ୍ତି, ତାର ଆଲୁଆନଟା ଉପରେ ମଧ୍ୟ ଆପଣଙ୍କର ଯେତେ ଆସକ୍ତି, ଖୋକନ ପାଇଁ ଆପଣଙ୍କ ହୃଦୟଟା ଯେପରି ହୋଇଯାଏ, ତା ପାଇଁ ଯେତେ ଉଦ୍ବାସ୍ତୁ ହୋଇ ବୁଲନ୍ତି, ମୋ ପାଇଁ କଣ ସେତେଟା ହୁଏ। ଟିକିଏ ଭାବି ଦେଖିଲେ ହିଁ ବୁଝିପାରିବେ ମୋର ଏସବୁ କଥା କହିବା ଭଲ ନୁହେଁ। ଏସବୁ ଖୁବ ରୁଢ ସତ୍ୟ, ମଣିଷର ପ୍ରାଣକୁ ଆଘାତ ଦିଏ। ମୋର ମଧ୍ୟ କହିବାକୁ ଇଚ୍ଛା କରେ ନା, ତେବେ କହେ ଆପଣ ମାନଙ୍କର ଆତ୍ମବିଶ୍ଳେଷଣର ସୁବିଧା ପାଇଁ। ଏ କଥା ଭାବିବେ ନାହିଁ ଯେ ଆପଣଙ୍କର ପିଲା ଛୁଆଙ୍କୁ ଭଲ ପାଇବାଟା ମୁଁ ପସନ୍ଦ କରେ ନାହିଁ, ତା ମୁଁ ଢେର ପସନ୍ଦ କରେ। ପିଲା ଛୁଆଙ୍କ ପାଇଁ ବାପାର ପ୍ରାଣ କିପରି ହୁଏ, ସନ୍ତାନର ପିତା ହିସାବରେ ମୁଁ ତାହା ଖୁବ ବୁଝେ। ସେମାନଙ୍କର ଯଦି ନ ବୁଝୁଛନ୍ତି, ତାହେଲେ ଆପଣଙ୍କର ମଧ୍ୟ ବୁଝିପାରନ୍ତି ନାହିଁ। ମୋର କଥା ହେଉଛି ମଣିଷ ଜୀବନରେ ମୁଖ୍ୟ ହେବା ଉଚିତ ତାର ଇଷ୍ଟ, ତେବେ ହିଁ ତାର ମୁଣ୍ଡଟା ଠିକ ଥାଏ ଏବଂ ଯାହା ପାଇଁ ଯାହା କର୍ତ୍ତବ୍ୟ ତାହା ସେ ଠିକ ଠିକ କରିପାରେ।
ଆମେ ସ୍ତ୍ରୀ ପିଲା ଛୁଆଙ୍କ ପଛରେ ଗୋଡାଉ, ସେମାନେ ପ୍ରବୃତ୍ତି ପଛରେ ଗୋଡାନ୍ତି, ଏଥିରେ ସମସ୍ତଙ୍କର ହିଁ ଅଶାନ୍ତି। ସ୍ତ୍ରୀ ପିଲା ଛୁଆ ଯଦି ଭାବନ୍ତି ଦେଖନ୍ତି ମୁଁ କାୟ ମନୋବାକ୍ୟରେ ଇଷ୍ଟକୁ ନେଇ ବ୍ୟାପୃତ ଏବଂ ସେମାନଙ୍କ ପ୍ରତି ମଧ୍ୟ ସ୍ନେହଶୀଳ, ସେତେବେଳେ ସେମାନେ ମଧ୍ୟ ମୋ ମୁଖୀ ହୁଅନ୍ତି, ଇଷ୍ଟମୁଖୀ ହୁଅନ୍ତି। ଏଥିରେ ଦୁଃଖ କଷ୍ଟ ମଧ୍ୟରେ ଚଳିଲେ ମଧ୍ୟ ପରିଣାମ ଭଲ ହିଁ ହୋଇଥାଏ। ଏବଂ କେହି ଯଦି ଉପଚୟ ହୁଏ, କୃତି ହୁଏ, ତାକୁ ଦୁଃଖ କଷ୍ଟ ବେଶୀ ଦିନ ଭୋଗ କରିବାକୁ ହୁଏ ନାହିଁ। ମନେ କରନ୍ତୁ ଏଠାରେ କୌଣସି କର୍ମ ପ୍ରତିଷ୍ଠାନରୁ ଆପଣ 2 ପଇସା ପାଆନ୍ତି। ଆପଣଙ୍କର ଯଦି ଏଇ କର୍ମ ଭିତରେ ଦେଇ ମୋତେ ଭରପୁର ଓ ଲାଭବାନ କରିବାର ବୁଦ୍ଧି ଥାଏ, ନ ମାଗିଲେ ମଧ୍ୟ ମୋତେ ଦେବାର ଆଗ୍ରହ ଥାଏ ଏବଂ ସେଇ ଆଗ୍ରହ ବଶତଃ ଆପଣ ଯଦି ଆହୁରି କର୍ମଠ ହୋଇ ଉଠନ୍ତି ଏବଂ ଏହିପରି ଯଦି ଅଧିକାଂଶ କର୍ମୀ ହୁଅନ୍ତି, ତାହେଲେ ମୁଁ ମଧ୍ୟ ଆପଣମାନଙ୍କୁ ଭରପୁର କରିଦେଇପାରେ ଏବଂ ଅକ୍ଷମ ଅଯୋଗ୍ୟ ଯେଉଁମାନେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଟାଣି ଆଣିପାରେ। ତେଣୁ ମୋର ମନେ ହୁଏ ମୋ ପ୍ରତି ଆସକ୍ତି ଥିଲେ ମୋର ସବୁ ଜିନିଷ ପ୍ରତି ଆସକ୍ତି ଥାନ୍ତା ଏବଂ କର୍ମ ପ୍ରତିଷ୍ଠାନ ଗୁଡ଼ିକର ଆଜି ଏପରି ଅବସ୍ଥା ହୋଇନଥାନ୍ତା। ପ୍ରତ୍ୟେକ ଆପଣାର କାମ ପରି ଖଟନ୍ତେ, ନିଅନ୍ତେ, ଦିଅନ୍ତେ, ନିଜେ ନିଜେ ହିଁ ଲାଭବାନ ହୁଅନ୍ତେ, ଉଛୁଳି ଉଠନ୍ତେ। ମଣିଷ ଏଇ ସହଜ କଥାଟା ବୁଝେ ନାହିଁ ଯେ ଇଷ୍ଟ ସ୍ୱାର୍ଥୀ ହେବାଟାରେ ହିଁ ଆତ୍ମସ୍ୱାର୍ଥ ସମ୍ପୂରଣର ଶ୍ରେଷ୍ଠ ପଥ। ଦେଖନ୍ତୁ ଆମେ ମାନେ ସମସ୍ତେ ପ୍ରତ୍ୟେକ ଆତ୍ମସ୍ୱାର୍ଥକୁ କେମିତି ପରିପୂରଣ କରିବା ସେଟାକୁ ଅଗ୍ରାଧିକାର ଦଉଛି। ହଜାର କଥା ସତ୍ସଙ୍ଗରେ ଶୁଣିଲେ, ଜାଣିଲେ, ଦେଖିଲେ, ଏଇ ସତ୍ସଙ୍ଗରୁ ଯିବା ପରେ ମଧ୍ୟ ମନ ସେଇ ସ୍ତରରେ ଯାହା ମୁଁ ସତ୍ସଙ୍ଗରୁ ଶୁଣୁଛି ସେ ସ୍ତରରେ ପ୍ରତିନିୟତ ରହୁନାହିଁ, ହଜାର କଥା ମୁହଁରେ କହିଲେ ମଧ୍ୟ। ତେଣୁ ଆମର ଦୁଃଖ ଯାଉନାହିଁ। ସତ୍ସଙ୍ଗରେ ମୁଁ ଯୋଉ କଥା ଶୁଣୁଛି, ସତ୍ସଙ୍ଗରେ ଶୁଣୁଛି ପ୍ରଭୁଙ୍କୁ ମୁଖ୍ୟ କରି ଚାଲିବା କଥା, କିନ୍ତୁ ପ୍ରାକ୍ଟିକାଲି ଇମ୍ପ୍ଲିମେଣ୍ଟ କେବଳ ଏଇଟା ଭଜନ କୀର୍ତ୍ତନ ସତ୍ସଙ୍ଗରେ ଘଣ୍ଟେ 1.5 ଘଣ୍ଟା ଶୁଣିଲି, କିନ୍ତୁ ମୋର ଏଇଠୁ ଚାଲିଲା ଭିତରେ ଏଇ ସତ୍ସଙ୍ଗରୁ ବାହାରି ଯିବା ଭିତରେ 24 ଘଣ୍ଟାର ଯୋଉ ବଳକା ସମୟ ରହିଲା ମୋର ଚାଲିରେ ଚଳଣିରେ, ମୋର ଅଫିସରେ, ମୋର ବଜାର ଘାଟରେ, ମୋର ପିଲାଛୁଆ ସହିତ ସମ୍ପର୍କରେ, ସ୍ତ୍ରୀ ସହିତ ସମ୍ପର୍କରେ, ମତେ ଯୋଉ ମାନଙ୍କୁ ସମାଜରେ ମତେ ମାନେ ଆଟାଚମେଣ୍ଟ ହବ, ବଜାର ଘାଟ ସବୁ A to Z, କାହା ସହିତ ମୁଁ ସେତେବେଳେ କଣ ଧର୍ମର ଇମ୍ପ୍ଲିମେଣ୍ଟେସନ କରିବା ପାଇଁ ବା ପ୍ରଭୁଙ୍କୁ ମୁଖ୍ୟ କରି ଚାଲିବା ପାଇଁ ବା ତାକୁ ଇଷ୍ଟାଭିମୁଖୀ କରିବା ପାଇଁ ବା ମୁଁ ଯାହା କହୁଛି ସନ୍ଦିଚ୍ଛୟା ସେବୟା ଯାଜନେନ ସର୍ବାଂସ୍ତବାନୁ ରଞ୍ଜାନି, ଶପଥ କୋଉ ସ୍ତରର ଶପଥ କହୁଛି ଯେ ସନ୍ଦିଚ୍ଛାରେ, ସେବାରେ ଓ ଯାଜନରେ ସମସ୍ତଙ୍କୁ ଇଷ୍ଟଙ୍କ ପ୍ରତି ଅନୁରଞ୍ଜିତ କରେ ଓ କରିପାରେ। ଏଇଟା ତ ସତ୍ସଙ୍ଗରେ ମୁଁ ଯାହା ଯେମିତି କହିଲି, ଗୋଟେ ଭଜନ କୀର୍ତ୍ତନ ହେଲା ବେଳେ ସମସ୍ତଙ୍କର ମନ ପରିବର୍ତ୍ତନ ହଉଛି, ମନ ସେମିତି ମୁଁ ମୋର ପ୍ରାକ୍ଟିକାଲି ମୋର ହୃଦୟ ଭିତରେ ମୁଁ ରଖିଛି ଯେ ଯାହାକୁ ମୁଁ ପ୍ରତି ଲୋକକୁ ଯାହାକୁ ଦେଖିବି ଆଟେଣ୍ଡ ଇଚ୍ ଆଣ୍ଡ ଏଭରିବଡି, ମୋ ସଂସ୍ପର୍ଶରେ ଯିଏ ବି ଆସୁ ମୋର ଆଭିମୁଖ୍ୟ ହବା ଦରକାର, ମୋ ଅନ୍ତରର ଲକ୍ଷ୍ୟ ହବା ଦରକାର, କାମନା ହବା ଦରକାର, ବାସନା ହବା ଦରକାର, ତାଙ୍କୁ କେମିତି ମୁଁ ଇଷ୍ଟମୁଖୀ କରିବା ପାଇଁ ଚେଷ୍ଟା କରେ। ଏଇଟା କଣ ମୋ ମନ ଭିତରେ ରହୁଛି? ନାଇଁ, ସତ୍ସଙ୍ଗରୁ ଶୁଣି ସାରିବା ପରେ ତାହେଲେ ହିଁ ପ୍ରଭୁ ମୋ ପାଖରେ ମୁଖ୍ୟ ହେଇ ରଖିବେ। ନା ମୋର ଆବଶ୍ୟକତା ବା ମୋର ସ୍ୱାର୍ଥ ନାହିଁ ମୁଖ୍ୟ ରହୁଛି, ନା ଇଷ୍ଟ ସ୍ୱାର୍ଥଟା ମୁଖ୍ୟ ରହୁଛି। ତେଣୁ ମୁଁ ପ୍ରତ୍ୟେକ ମୋର ଅନ୍ତରକୁ ତର୍ଜମା କରି ନ ଦେଖିବା ପର୍ଯ୍ୟନ୍ତ ସତ୍ସଙ୍ଗରେ ଦେଖିଲେ, ଶୁଣିଲେ, ଜାଣିଲେ, ଏଇ କେବଳ ଦେଖିବା, ଶୁଣିବା, ଜାଣିବା ଭିତରେ ରହିଯିବ ସିନା, ଆଚରଣ ନ ହେବା ପର୍ଯ୍ୟନ୍ତ ମୁଁ ତାର ରେଜଲ୍ଟ ପାଇପାରିବି ନାହିଁ। ଠାକୁର କହିଲେ ଇଷ୍ଟ ସ୍ୱାର୍ଥୀ ହେବାଟା ହିଁ ଆତ୍ମସ୍ୱାର୍ଥ ସମ୍ପୂର୍ଣ୍ଣର ଶ୍ରେଷ୍ଠ ପଥ। ଇଷ୍ଟଙ୍କ ସ୍ୱାର୍ଥ ମଧ୍ୟରେ ସମସ୍ତଙ୍କର ସ୍ୱାର୍ଥ ନିହିତ ଅଛି। ତାଙ୍କର ସୁମହାନ ବିପୁଳ ସ୍ୱାର୍ଥକୁ ଯଦି ମୋର ସ୍ୱାର୍ଥ କରିନିଏ ଏବଂ ତାହା ପୂରଣ କରିବା ପାଇଁ ଯଦି ଲାଭଜନକ ଭାବରେ ପରିଶ୍ରମ କରେ, ତେବେ ମୋର ଦାନା କିଏ ମାରିପାରିବ? ଆପଣମାନେ ବଡ ହୁଅନ୍ତୁ, ସୁଖ ସ୍ୱଚ୍ଛନ୍ଦରେ ରୁହନ୍ତୁ, ଲୋଭନୀୟ ଦେବ ଚରିତ୍ରର ଅଧିକାରୀ ହୋଇ ଉଠନ୍ତୁ, ଏହା ହିଁ ମୋର ସ୍ୱାର୍ଥ। ସେଇ ସ୍ୱାର୍ଥର ଗରଜରେ ତ ମୁଁ ଆପଣମାନଙ୍କ ପଛରେ ଏତେ ଲାଗିଥାଏ। ନଗେନ ଭାଇ, ଆପଣ ଏଇ ଟାଣ ଟିକକ ହେଉନାହିଁ କାହିଁକି? ନଗେନ ଭାଇ ପଚାରୁଛନ୍ତି ଆମର ଏଇ ଟାଣ ଟିକକ ହେଉନାହିଁ କାହିଁକି? ଶ୍ରୀ ଠାକୁର, କୌଣସି ପ୍ରଶ୍ନ ନାହିଁ, ଯେ କରେ ତାର ହୁଏ। ଲୋକ ଯେ ପୋଷ୍ୟପୁତ୍ର ଗ୍ରହଣ କରନ୍ତି, କେଇଟା ଦିନରେ ପର ପିଲାକୁ ଆପଣାର କରିନିଅନ୍ତି। ଦାରୋଗା ଭାଇ ଯେ ବିରାଡ଼ି ପୋଷେ, ବିରାଡ଼ିଟା ପାଇଁ କେତେ କଣ କରେ। ଦାରୋଗା ଭାଇ ପାଖରେ ତାର କେତେ ଆଦର, ସେଠାରେ ସେଇ ବିରାଡ଼ିର ଭାଗ୍ୟ କଣ ମୋର ଅଛି? ତେଣୁ ସମସ୍ତେ ହସି ପକାଇଲେ। ଏଇ ସମୟରେ ଛୋଟ ମାଉସୀ ମା ଆସିଲେ। ଶ୍ରୀ ଠାକୁର ତାଙ୍କୁ ଦେଖିଲା ମାତ୍ରେ ଉଲ୍ଲସିତ ହୋଇ ଉଠିଲେ। ଦେଖନ୍ତୁ, ମାନେ ଆମେ ଛୋଟ ଜିନିଷ ଗୁଡା ଏଇଠୁ ଶିଖିବା କଥା ଯେ ଠାକୁର ତାକୁ ଦେଖିକିରି ଉଲ୍ଲସିତ ହଉଛନ୍ତି। ଆମେ କିନ୍ତୁ ଗୋଟେ ମଣିଷକୁ ଦେଖିଲେ କଣ ଉଲ୍ଲସିତ ହେଇଯାଉଛେ? ଆମେ ସତ୍ସଙ୍ଗରେ ମନେକର 150 ଜଣ ବସିଛେ, ଆଉ ଗୋଟେ ଲୋକ ଆସିଲା, ଯଦି ମୋ ଆଗରେ ଟିକେ ବସିଗଲା, ମୁଁ ଉଲ୍ଲସିତ ହଉଛି କି ମୋ ଭିତରେ କୋଉ ଭାବନା ହଉଛି? ମୁଁ ଗୋଟେ ଲୋକକୁ ଦେଖିଲେ ଉଲ୍ଲସିତ ହଉଛି। ମୁଁ ହଜାର ସତ୍ସଙ୍ଗ ଯେତେ ଜାଗା ଗଲେ ମୋର ଗୋଟେ ଗୁରୁ ଭାଇ ହଉ ବା ସାଧାରଣ, ସେ ଗୋଟେ ମୋର ଆସେଟ। ଗୋଟେ ସାଧାରଣ ଲୋକ ମୋ ପାଖକୁ ଆସିଲା ମାନେ ଠାକୁର କହୁଥିଲେ ସେ ମୋର ଆସେଟ।
ମୁଁ ଅନ୍ୟ ଜିନିଷ ପାଇଁ ଯେମିତି ବ୍ୟସ୍ତ ଥିଲେ କି ଲୋକ ପାଇଁ ବ୍ୟସ୍ତ ହେଉଥିଲେ। ମୋ ପାଖକୁ ଗୋଟେ ଲୋକ ଆସିଲେ ମୁଁ ଖୁସି ହଉଛି ବେଶୀ, ନା ଟଙ୍କା ପଇସା ଅନ୍ୟ ପାର୍ଥିବ ଜିନିଷ ମିଳିଲେ ମୁଁ ଖୁସି ହଉଛି, ଉଲ୍ଲସିତ ହଉଛି? ଠାକୁର ଦେଖନ୍ତୁ ପରମପିତା ବସିଛନ୍ତି, ଗୋଟେ ଲୋକଟା ଆସିଲା, ଆମେ ଆଲୋଚନା ପ୍ରସଙ୍ଗ ସବୁବେଳେ ପଢୁଛେ ଜାଣୁଛେ, କିନ୍ତୁ କେମିତି ଠାକୁର ପ୍ରତ୍ୟେକ ଲୋକଟାକୁ ଦେଖିଲେ କେତେ ଉଲ୍ଲସିତ ହଉଥିଲେ। ମୁଁ ସେଭଳି ଗୋଟେ ଲୋକକୁ ଦେଖିକି ଖୁସି ହଉଛି, ନା ମୋ ମନ ଭିତରେ ବିରୁଦ୍ଧ ଭାବନା ଆସୁଛି, ମାନେ ଓଲଟା ଆସୁଛି? ତେଣୁ ନିଜ ଚରିତ୍ରକୁ ମୁଁ ଆନାଲିସିସ୍ କରିବି ଯେ ପରମପିତା ପରମ ପ୍ରେମମୟ, ସେ କେବଳ ଲଭ୍ ଇଜ ମାଇ ଏକ୍ସପେଣ୍ଡିଚର, ମ୍ୟାନ୍ ଇଜ ମାଇ ଇନକମ୍। କେବଳ ପ୍ରେମକୁ ବିତରଣ କରି କରି ପରମପିତା ଜଗତକୁ, ମାନେ ଗୋଟେ ସାଧାରଣ ଲୋକ କେମିତି ପ୍ରେମକୁ ବିତରଣ କରି, ପ୍ରେମକୁ କାମନା କରି କେମିତି ସୁପ୍ରସିଦ୍ଧ ହୁଏ, ଜଗତ ବିଖ୍ୟାତ ହୁଏ, ପୃଥିବୀ ବନ୍ଦିତ ହୁଏ, କେବଳ ପ୍ରେମକୁ ବିତରଣ କରି ଏବଂ ମଣିଷକୁ ଆଗେ କରି। ତେଣୁ ସେଭଳି ମଣିଷ ମାନଙ୍କୁ ଭଲ ପାଇବାକୁ ମୁଁ ଶିଖିବି ମୁଖ୍ୟ ଭାବରେ ପ୍ରଭୁ, ଯେହେତୁ ପରମପିତାଙ୍କ ଯେମିତି ପରମ ପ୍ରେମମୟ, ଯେମିତି ସାପର ଛୁଆ ସାପ, ବାଘର ଛୁଆ ବାଘ, ସେମିତି ମୁଁ ପରମପିତାଙ୍କର ସନ୍ତାନ ମାନେ ମୁଁ ମଧ୍ୟ ପ୍ରେମମୟ ହେଇ ରହିବି। ମୋର ମଧ୍ୟ ସେଭଳି ପ୍ରେମ ଭାବ ପାଇଁ ପ୍ରାର୍ଥନା କରିବି। ଠାକୁର କହିଲେ ପ୍ରେମକୁ ପ୍ରାର୍ଥନା କର, ହିଂସାକୁ ଦୂରକୁ ପରିହାର କର, ଜଗତ ତୁମ ଆଡୁ ଆକୃଷ୍ଟ ହବ। ଦେଖ ସିମ୍ପଲ ଫର୍ମୁଲା। ମୁଁ ଯଦି କେବଳ ମୋର ଅନ୍ୟ ସବୁ କାମନା ପରମପିତା ପ୍ରେମ ପାଇଁ ପ୍ରାର୍ଥନା କରିବି, ମୋର ଯୋଉ ସବୁ କିଛି ପ୍ରେମକୁ ପ୍ରାର୍ଥନା କର, ହିଂସାକୁ ଦୂରକୁ ପରିହାର କର, ଜଗତ ତୁମ ଆଡକୁ ଆକୃଷ୍ଟ ହବ। ଯଦି ଜଗତ ମୋ ଆଡକୁ ଆକୃଷ୍ଟ ହେଲା, ତାହେଲେ ମତେ କୋଉ ଗୋଟେ ଆଚିଭମେଣ୍ଟ ଡିଫିକଲ୍ଟ ହବ କି? ଯେକୌଣସି ଆଚିଭମେଣ୍ଟ ହଉ, ଚାକିରି ହଉ, ଘର ସଂସାର, କି ଯେକୌଣସି ଗୋଟେ ମୋର କାମ ହବା ଥିବ ସାଂସାରିକ ଜୀବନରେ, ପିଲା ଛୁଆଙ୍କର କୌଣସି କାମଠୁ ଆରମ୍ଭ କରି ଡିଫିକଲ୍ଟ ହବ କି? ମେନ୍ କଥା ଜଗତଟା ମୋର ଶତ୍ରୁ ହଉଛି, ଜଗତକୁ ମୁଁ ବିରୁଦ୍ଧ ଭାବୁଛି, କାଳେ ନ କରିବ କି, କାଳେ ସେ ଓଲଟା କଥା କହିଦେବ କି? ଗୋଟେ ମଣିଷ ସେ ମୋ ମନମୁଖୀ ଚାଲୁନି ନା, ମୋର ମୁଁ ଯଦି ଇଷ୍ଟମୁଖୀ ହବା ପାଇଁ ଚେଷ୍ଟା କରେ, ଯଦି ପ୍ରଭୁଙ୍କୁ ପ୍ରେମକୁ ପ୍ରାର୍ଥନା କରିବି, ସବୁ ପ୍ରେମ କରିବା ପାଇଁ ମୋର ବାସ୍ତବ ମୋର ଆନ୍ତରିକ ସ୍ୱରୂପ ହବ, ତାହେଲେ ମୋର ମାନେ ଜଗତ ତୁମ ଆଡକୁ ଆକୃଷ୍ଟ ହବ। ସମସ୍ତେ ଅଟୋମେଟିକାଲି ତମକୁ ଭଲ ପାଇବେ। ଠାକୁର କହିଲେ ସମସ୍ତେ ଭଲ ପାଇଲେ ମୋର କୋଉ କାମଟା ହବନି। ତେଣୁ ସେଇ ପରମପିତାଙ୍କ ସେ ଯେହେତୁ ଆମେ ମାନେ ପରମ ପ୍ରେମଙ୍କର ସନ୍ତାନ, ମୋ ଭିତରେ ମଧ୍ୟ ମୋ ଭିତରେ ପ୍ରେମ ଭାବଟା ମାନେ ସ୍ପଣ୍ଟାନିୟସଲି ରହିବା କଥା, ସ୍ପଣ୍ଟାନିୟସଲି ମୋ ହୃଦୟରେ, ମନ ଭିତରେ। ତେଣୁ ମୁଁ ମଧ୍ୟ ସେଇଭଳି ଲଭ୍ ଇଜ ମାଇ ଏକ୍ସପେଣ୍ଡିଚର ଆଣ୍ଡ ମ୍ୟାନ୍ ଇଜ ମାଇ ଇନକମ୍। ମଣିଷକୁ ଯାହାକୁ ଦେଖିବି ଭଲ ପାଇବି, ଯାହାକୁ ଦେଖିବି ହୃଦୟରେ ଉଲ୍ଲସିତ ହୋଇ ପଡିବି। ଯେମିତି ମୁଁ ଗୋଟି ଦିନ ପାଇଲି, ତାହେଲେ ମୋର ଚରିତ୍ର ପରିବର୍ତ୍ତନ ହବ, ତାହେଲେ ମୋର ରୂପାନ୍ତରୀକରଣ ହବ, ତାହେଲେ ପରମପିତାଙ୍କର ଖୁସି ହେବେ। ତେଣୁ ସେ ଗୋଟେ ସେଇଭଳି ଭାବ ଠାକୁ କହିଲେ ଦେଇଦିଅ, ଛୋଟ ଛୋଟ ବାଣୀ ଦେଖନ୍ତୁ, ଦେଇଦିଅ ନିଜ ପାଇଁ କିଛି ଚାହ ନାହିଁ, ଦେଖିବ ସବୁ ତୁମର ହେଇଯାଉଛି। କିନ୍ତୁ ମଣିଷ କଣ କରେ, ନାଇଁ ନ ଦେଇକିରି କେମିତି ମୋର ସବୁ ହେଇ ସାରିଲା ପରେ ମୁଁ ପରମପିତାଙ୍କୁ ଦେବି। ସେ ଭାବେ ଆଗେ ମୁଁ ଆଗେ ଠିକ ରହିବି, ମୋ ସ୍ତ୍ରୀ ରହିବ, ମୋ ଘର ସଂସାର ହବ, ଜମିବାଡି ହବ, ଠିକ ଚାକିରି ହବ, ପ୍ରାଇଭେଟ ଚାକିରି। ମୁଁ ଆଗେ ଭାବୁଥିଲି ଆଗେ ପଢିଲା ବେଳେ ଚାକିରିଟା ମିଳିଲା ପରେ ଠାକୁରଙ୍କ କାମ କରିବି। ଚାକିରି ଗୋଟେ ପ୍ରାଇଭେଟ ଚାକିରି ହେଲା, ଏ ପ୍ରାଇଭେଟ ଚାକିରି ମୋ ନିଜର କଥା କହୁଛି, ଯାହା ଦେବ ଭାଇ ଗଭର୍ଣ୍ଣମେଣ୍ଟ ଚାକିରି ପାଇଛି, ସେଇ ସେନା ଠାକୁରଙ୍କ କାମ କରୁଛି, ମୁଁ କିନ୍ତୁ କରିପାରିବିନି। ମୁଁ ଯଦି ଗଭର୍ଣ୍ଣମେଣ୍ଟ ଚାକିରି ହେଲା, ଟିକେ ଆଗେ ଟିକେ ଅନ୍ୟ ଏ କାମଟା କରିଦିଏ, ଠାକୁରଙ୍କ କାମ କରିବି, ତାପରେ ଏଇଠି କରିବି। ତେଣୁ ଏଇଭଳି ହେଇକିରି ମଣିଷର ଜୀବନ ହିଁ ପଳେଇ ଯାଏ, ସିନା ଠାକୁରଙ୍କୁ କେତେବେଳେ ମୁଖ୍ୟ କରିପାରିବେ ନାହିଁ। ତେଣୁ ସେତେବେଳେ କାହିଁକି ନା ମୁଁ ଭାବେ ସେତେବେଳେ ପରମପିତା ମୋର ମୁଖ୍ୟ, କେବଳ ମେକାନିକାଲି ଯାହା ଇଷ୍ଟବୃତ୍ତି ବା ଯାହା ଯୋଉ କରିବା କଥା ସେଇଗୁଡା ହିଁ ମତେ ବଞ୍ଚେଇ ରଖିଛି। ତେଣୁ ବଞ୍ଚେଇ ରଖିବି ବେଳେ ମୁଁ ଭାବେ। ତେଣୁ ପ୍ରଭୁଙ୍କୁ ମୁଖ୍ୟ କରି ନ ଚାଲିବା ପର୍ଯ୍ୟନ୍ତ ମୁଁ କେମିତି ଅନୁଭବ କରିବି ଯେ ପରମପିତା ଏଇ ସ୍ରଷ୍ଟା ଆଉ ମୋର ଦୁଃଖରୁ ମୁଁ ଦୂରଉଛନ୍ତି। ତେଣୁ ଯାହା ବି ହଉ, ଏଭଳିଆ ଠାକୁର କହିଲେ ଦେଇଦିଅ, ନିଜ ପାଇଁ କିଛି ଚାହ ନାହିଁ, ସବୁ ତୁମର ହେଇଯାଉଛି। ତେଣୁ ଆମେ ଦବାର ଅଭ୍ୟାସ କରିବା, ମନରେ ପ୍ରାଣରେ ଆଉ ତନ୍ମନ ଧନ ଆମେ ଦେଇଦେଇଛୁ ଅଲରେଡି। ସବୁଦିନ ସକାଳେ ପ୍ରାର୍ଥନାରେ କହୁଛେ ମନ ଦେଇଦେଇଛି, ତନ ଦେଇଦେଇଛି। ତେଣୁ ମନରେ ତନରେ ଧନରେ ଆମେ ସବୁବେଳେ ପରିପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ତାହେଲେ ଆମର ଦେଇଦିଅ, ନିଜ ପାଇଁ କିଛି ଚାହ ନାହିଁ, ସବୁ ତୁମର ହେଇଯାଉଛି। ତୋର ଯାହା ରିକ୍ୱାରମେଣ୍ଟ ତୋର ସବୁ ହେଇଯିବ। ତୁ ଥରେ ଦବାର ଅଭ୍ୟାସ କର। ଲିଭ୍ ଏଭ୍ରିଥିଙ୍ଗ ଆଣ୍ଡ କମ୍ ଟୁ ମି, ଆଇ ୱିଲ୍ ଗିଭ୍ ୟୁ ଏଭ୍ରିଥିଙ୍ଗ। ତୁ ସବୁ ଛାଡିଦେ, ନିଜର ବୋଲି କାଇଁ ମାଡି ହଉଛୁ? ରାମକୃଷ୍ଣ ପରମହଂସ କହିଲେ ଭଗବାନ ଜଗତରେ ଦିଥର ହସନ୍ତି। ଯେତେବେଳେ ଭାଇ ଭିତରେ ସମ୍ପତ୍ତି ବାଣ୍ଟ ହୁଏ, ଏ ଭାଇ କହେ ଏ ଅରାଟା ମୋର, ସେ ଅରାଟା ତୋର, ସେତେବେଳେ ଭଗବାନ ହସନ୍ତି। ଭଗବାନ କହେ ଇଏ କହୁଛି ତାର କହିଲେ। ଆଉ ଥରେ ଭଗବାନ କେତେବେଳେ ହସନ୍ତି, ଯେତେବେଳେ ରୋଗୀର ରୋଗ ହେଇଥାଏ, ଡାକ୍ତର ଆସି କହେ ମୁଁ ଭଲ କରିଦେବି, ସେତେବେଳେ ମଧ୍ୟ ଭଗବାନ ହସନ୍ତି। ତେଣୁ ଭଗବାନ ସେ ହଉଛନ୍ତି। ତେଣୁ ସିଏ ହିଁ ତାଙ୍କ ଦୟାରେ ଯେତେବେଳେ ଜୀବନ ପାଇଛନ୍ତି, ତାଙ୍କ ହିଁ ସବୁ। ସେ ଯୋଉ ଭାଇ କହିଲେ କି ଦେଇ ବୁଝିବି, ତମେ ସବୁ ତ ତମର, କେବଳ ଆଖି ଲୁହଟା ବି ଯୋଉ ଥିଲା ତମେ ବି ନେଇଯାଇଛ। ତେଣୁ ସେଟାକୁ ମନୋଭାବରେ ଆମେ ସେଇ ଦବା ପାଇଁ ଚେଷ୍ଟା କରିବା। ତାହେଲେ ଦେଇଦିଅ, ନିଜ ପାଇଁ କିଛି ଚାହ ନାହିଁ, ସବୁ ଦେଖିବ ସବୁ ତୁମର ହେଇଯାଉଛି। ଦେଖନ୍ତୁ ଛୋଟ ଗୋଟେ କଥା ମୁଁ କହୁଛି, ମନେକର ଠାକୁରଙ୍କୁ ଆମେ ସବୁବେଳେ ଦବା ବେଳେ ବେଳେ ମନ ହେଲା କଣ କେତେ ମନ୍ଦିର କୁଆଡେ କେତେ ଦବ, ସବୁଆଡେ ହଉଛି ଦେଇ ହବନି ଏତେ। ଏଠି ମନ୍ଦିର, ଏଠି ସେ ମାଗୁଛନ୍ତି, ଏଠି ସେ ଯେତେ ଥର ଠାକୁରଙ୍କ ପାଖକୁ ଗଲା ବେଳକୁ ପ୍ରଣାମ କରିବାକୁ ଗଲେ କଣ ପ୍ରଣାମ ଦେବାକୁ ପଡିବ, ଏଠି ଦେବାକୁ ପଡିବ, ସେଠି ଦେବ, କେତେ ଦବ। ମୁଁ ନିଜକୁ ତାପରେ ବିଶ୍ଳେଷଣ କରି ଦେଖିଲି, ଦବା ମୁଁ ତ ଯେତେ ଦେବା ତ ପାଇବାକୁ ଯଦି ମୋର ଇଚ୍ଛା ହଉ ତ ମୁଁ କେତେ ମନା କରୁନି। ମନେକର 1000 ଆଡୁ ମୋର ଯଦି ରୋଜଗାର, ମୁଁ ଏଠୁ ଆଇଲା ସେଠୁ ବିଭିନ୍ନ ଆଡୁ, ସେତେବେଳେ ତ ମୋ ମନ ଭିତରେ ସେ ପରମପିତା ଦଉଛନ୍ତି। ଯେତେବେଳେ ମୁଁ ନବାକୁ ଚାହୁଁ ନାହିଁ, ମୁଁ ନେବିନି ପରମପିତା, ମୁଁ ଗୋଟେ ଜାଗାରୁ ଖାଲି ଦିଅ,
ଗୋଟେ ଜାଗା ନବାକୁ ଚାହୁଁଛି, ସବୁ ଜାଗା ପାଇବାକୁ ଚାହୁଁଛି, ସବୁବେଳେ ନବାକୁ ଚାହୁଁଛି, ଯେତେ ଦେଲେ ବି ମତେ କମ ପଡୁଛି, କିନ୍ତୁ ଦବା ବେଳକୁ ଟିକେ ପ୍ରଣାମୀ ଦେଲା ବେଳକୁ କି ଠାକୁର ବିଭିନ୍ନ କଣ୍ଟ୍ରିବ୍ୟୁସନ କଲା ବେଳକୁ କୋଉଠି ସତ୍ସଙ୍ଗ ଉତ୍ସବ ମନ୍ଦିର ହବ, କୋଉଠି ପ୍ରଭୁଙ୍କର ଇଷ୍ଟ ସ୍ୱାର୍ଥ ପାଇଁ ଦରକାର ପଡିଲେ ଯାହା ଦେହରେ ଜଳଯିବ ମୁଁ ଜାଣୁଛି ସବୁ ଦେଇଛି, ତନ୍ମନ ଦେଇଛି, କିନ୍ତୁ ଦେଲା ବେଳକୁ କୁଣ୍ଠିତ ପଡୁଛି। କେତେ ଟଙ୍କା ଦେବି, ଏଠି ବା ଦେଇଥିଲି ବା ସେଠି ବା ଦେଲି, ମୋ ଭାଇ ବାବା ସେ ଦେଲା, ମାନେ ଭାଇ ଦେଇଛନ୍ତି, ବାପା ଦେଇଛନ୍ତି, ମୁଁ କେମିତି ଦେବି, ବାପା ବାବା ଦେଲେ ସେଠି ଅର୍ଘ୍ୟଟା ମୁଁ ଦେବିନି। ଦବା ବେଳକୁ କିନ୍ତୁ ମଣିଷ କୁଣ୍ଠିତ, କିନ୍ତୁ ପାଇବା ବେଳକୁ ତାର ଆଉ ମାନେ ବାଛ ବିଚାର କିଛି ରହୁନି, ଯେତେ ହେଲେ ବି ହାଉ ହଉଛି ଖାଲି ନବା ପାଇଁ। ତେଣୁ ପରମ ପିତାଙ୍କର କଣ ହବ ନା, ଦେଇଦିଅ, ନିଜ ପାଇଁ କିଛି ଚାହେଁ, ସବୁ ତୁମର ହେଇଯାଉଛି। ଏକଦମ ଇଜି ଟ୍ରିକ୍, ସହଜ ସରଳ ଭାବରେ ଆମର କାମ ହାସଲ କରିବା ବାଟ ହେଲେ ପରମ ପିତା କରିବ ନା, ଦେଇଦିଅ ଯେତେ ଦୂର ପାରୁଛୁ, ମନରେ ଦେ, ତନରେ ଦେ, ପ୍ରାଣରେ ଦେ, ହୃଦୟରେ ଦେ, ଯୋଉ ବାଟରେ ଦେଇ ଯାଉଛ। ଆମେ ମାନେ ବି ଜାଣିଛେ ଯେ ଛୋଟ ଛୋଟ ଜିନିଷ କେମିତି ପରମିତା ଦେଇକିରି, ପରମିତାଙ୍କୁ ଦେଇକି ତାଙ୍କର ଅବସ୍ଥାର ପରିବର୍ତ୍ତନ ହେଇଛି, ଆଉ ନିଜର ସବୁ କିଛି ଦାରିଦ୍ର୍ୟ ଦୂରି ଯାଇଛି। ତେଣୁ ସେ ଆମ ମାନଙ୍କର ପରମିତା ସବୁବେଳେ ଦବାର ଅଭ୍ୟାସ କରିବା, ଯାହାଫଳରେ ଆମର ମଧ୍ୟ ସବୁ କାମ ହେଇଯିବ। କେବଳ ଶୁଣିବାର ନା, ଆମେ ଶୁଣି ଶୁଣି ସତ୍ସଙ୍ଗରେ ଶୁଣିଲେ କଣ ହବ, ଆମର ମଧ୍ୟ ଦବାର ଅଭ୍ୟାସ କରିବା, ଆଉ ଦବାଟା ଯେମିତି ଆମର ସହଜ ହୁଏ, ସବୁ ମୁହୂର୍ତ୍ତରେ, ପ୍ରତି ମୁହୂର୍ତ୍ତରେ, ସବୁ ଉପାୟରେ, ଛଳେ ବଳେ କୌଶଳେ ମୋ ପରମ ପିତାଙ୍କୁ ଦବା ପାଇଁ ଚେଷ୍ଟା କରିବି। ମୋ ସେଟା ଲକ୍ଷ୍ୟ ହବା ଦରକାର, କାମନା ହବା ଦରକାର। ମୁଁ ଦେବା ସହିତ ମୋ ସମସ୍ତଙ୍କୁ ଶିଖେଇବି ଯେ ଦବା ପାଇଁ, ମାନେ ମୋ ପିଲା ଛୁଆ, ଘର ସମସ୍ତଙ୍କୁ ଦବାର ଗୁଣଟା, ଆଉ ଦବାର ଯେମିତି ମୁଁ ଗୋଟେ ସତ୍ସଙ୍ଗରେ ଶୁଣିଥିଲି ଯେ ଦେଇ ଦେଇକି ଜୈନ ଧର୍ମରେ ଗୋଟେ ଅଛି ଯେ ଯଦି ଧନୀ ହବା ପାଇଁ ଚାହୁଁଛ ଦିଅ, ଯେତେ ଦେଇପାରିବ। ଯୋଉମାନେ ଧନୀ ହୋଇଛନ୍ତି ସେମାନଙ୍କ ଚରିତ୍ରକୁ ଯଦି ବିଶ୍ଳେଷଣ କରିକି ଯାଇକି ଦେଖାଯାଏ, ଦେଖିବେ ଆପଣଙ୍କର ତାଙ୍କର ବଦାନ୍ୟତା ଗୁଣଟା ଥିବ, ସହଜ ଭାବରେ ସେ ଦେଇପାରୁଥିବେ, ପରୋପକାର ପାଇଁ ସେ ଦେଇପାରୁଥିବେ। ବର୍ତ୍ତମାନ ଏହି ସମାଜରେ ଯୋଉମାନେ ପ୍ରତିଷ୍ଠିତ ହୋଇଛନ୍ତି, ମାନେ ଯୋଉମାନେ ବଡ ହୋଇଛନ୍ତି, ଦେଖିବେ ଯୋଉମାନେ ବଡ ହୋଇଛନ୍ତି ମାନେ ସେମାନଙ୍କର ଦବାର ଗୁଣ ଥିବ, ତାଙ୍କର ଚାରିତ୍ରିକ ଭାବରେ ଚରିତ୍ରରେ ସହଜ ଗୁଣଟା ଗୋଟେ ଦବାର ଟେଣ୍ଡେନ୍ସି ଥିବ। ତେଣୁ ଆମ ମାନଙ୍କର ସେଇ ଗୋଟେ ସାଧାରଣ କଥା କୁହାଯାଏ ଯେ ଲୋକ ଦବା ପାଇଁ ମରିବା ପାଇଁ ଭଲ ପାଏ ନା, କିନ୍ତୁ ସତ୍ସଙ୍ଗରେ ଆପଣ ମାନେ ଜାଣିଥିବେ ମାନେ ସବୁ ଦବା ପାଇଁ ଲାଇନ ଲଗାଯାଏ, ମାନେ କେମିତି ତାଙ୍କୁ ଇଷ୍ଟକୁ ଦବୁ, ଅର୍ଘ୍ୟ ଦବୁ, ବିଭିନ୍ନ ପରେ। ତେଣୁ ସେଇ ଗୁଣଟାର ଯାହାବି ଆମେ ଜାଣିଛେ ତାର ଉତ୍କର୍ଷ ସାଧନ କରିବା, ଆମେ ତାକୁ ଆହୁରି ଆକ୍ସଲରେଟ କରିବା, ପ୍ରତ୍ୟେକକୁ ଦବାର ଆବଶ୍ୟକତା ଉପରେ କହିବା, ଆଉ ଦବାର ଆମେ ଅଭ୍ୟସ୍ତ ହେବା ସହିତ ସମସ୍ତଙ୍କୁ ଦବା ପାଇଁ ପ୍ରେରଣା ଦେବା। ତାହେଲେ ଆମ ମାନଙ୍କର ଦୁଃଖ ଯିବା ସହିତ ଆମ ମାନଙ୍କର ନିଜର ଯାହା ସବୁ ସମସ୍ୟା, ମୁଁ ବି ଏଇ ଗୋଟେ କଥା ମୋ ମନକୁ ଆସେ, ଏମିତି ବି ସମ୍ଭବ ହେଇପାରେ ଯେ ସତ୍ସଙ୍ଗର ମାନେ ସମସ୍ୟା ହିଁ ରହିବନି। ମୋ ମନକୁ ବି ମୁଁ ନିଜକୁ ବିଷୟ ଅବଶ୍ୟ ଆଗରୁ ଜାଣିପାରୁନଥିଲି, ଧୀରେ ଧୀରେ ଜାଣୁଛି ଯେ ସତ୍ସଙ୍ଗରେ ତ କୌଣସି ସମସ୍ୟା ନାହିଁ। ତାକୁ କହିଲେ ସବୁ ସମସ୍ୟାର ସମାଧାନ ଜାଣିଥାଏ ଇଷ୍ଟ ପ୍ରତିଷ୍ଠା, କିନ୍ତୁ ଲୋକଙ୍କର ଯାହାର ଜୀବନକୁ ଗଲେ ଆପଣ ବିଶ୍ୱାସ, ଗୋଟେ ସମସ୍ତଙ୍କ ଜୀବନରେ ଶହ ଶହ ସମସ୍ୟା। ସେ ଗୋଟେ ଗୀତ ଯୋଉ ରାଜେଶ ଖାନ ଯେ ମୋ ଠାରୁ ମାନେ ସଂସାରର ଦୁଃଖ, ମୋ ଦୁଃଖରେ ମୁଁ କଣ ହେବି, ସଂସାରର ଦୁଃଖ ମାନେ ମନେ ପଡୁନି ଠିକ ଭାବରେ ସେ ଗୀତଟା ଗୋଟେ, ଯେ ସଂସାରର ଦୁଃଖ ବହୁତ ଅଛି, ମୋ ଦୁଃଖରେ ମୁଁ କଣ ହେବି। ସମସ୍ତଙ୍କ ପାଖକୁ ଗଲେ ସମସ୍ତଙ୍କର ଦୁଃଖର କାହାଣୀ ଖାଇ, ଦୁଃଖର କାହାଣୀ ପ୍ରଳା ବେଶୀ। କେବେ ସେ ସୁଖର କାହାଣୀ କେହି କହିକିରି ଠାକୁ କହିଲେ ସବୁବେଳେ ଦୁଃଖ କଥା ଯଦି ତୁ କହିବୁ, ତୋ ପାଖକୁ କେହି ଆସିବେନି କି କେହି ସମ୍ବେଦନା ଦେବେନି। ତୁ ସବୁବେଳେ ତୋର ସୁଖର କଥା କହ ସମସ୍ତଙ୍କୁ, ତ ସମସ୍ୟାର କଥା କଣ କହୁଛୁ, ଦୁଃଖର କଥା କଣ କହୁଛୁ। ତେଣୁ ପରମିତା ମଧ୍ୟ ସେଇଠାରେ ଆମମାନଙ୍କୁ ମାନେ ସବୁବେଳେ ସୁଖ କଥା ଶୁଣିବାକୁ ଚାହାନ୍ତି। ଦେଖନ୍ତୁ ଆମେ ସମସ୍ତେ ଦୁଃଖ ବିପଦ କି ସମସ୍ୟା ପଡିଲେ ପରମିତାକୁ ନିବେଦନ କରୁ, କିଏ ଗୋଟେ ନିବେଦନ କରି, ପରମିତା ମୁଁ ଆପଣଙ୍କ ଦୟାରୁ ଭଲରେ ରହିଲି, ପରମିତା ଆପଣଙ୍କ ଦୟାରୁ ସକ୍ସେସଫୁଲ ହେଇଛି, ଆପଣଙ୍କ ଦୟାରୁ ମୋ ଘର ସଂସାର ଚାଲିଛି, ଆପଣଙ୍କ ଦୟାରୁ ମୋ ସ୍ତ୍ରୀ ପିଲା ଛୁଆ ଭଲ ଅଛି, ପରମିତା ଆପଣଙ୍କ ଦୟାରୁ ମୁଁ ସୁଖରେ ଅଛି, ମୋର କିଛି ମାଗିବାର ନାହିଁ। ଏମିତି କେହି ଜଣେ ଭକ୍ତ କହିଛି। ସେ ଆଶା ଦେବୀ ଯେମିତି କହିଲେ ଯେ ଆରେ ଥରେ ରାଜା ହେଇଥିଲେ କଣ କହିଲେ, ତୁ ସମସ୍ତଙ୍କୁ ଦବା ପାଇଁ ଚାଲେ, ତାଙ୍କୁ ଭୃତ୍ୟ କହିଲେ ତୁ କଣ ନବୁ, ନା ମୋର କିଛି ନବାର ନାହିଁ, ନା କଣ ନବୁ ନା, ମୁଁ ଯଦି ଶେଷରେ ଅଲ୍ଟିମେଟଲି ସେ ରାଜାଙ୍କୁ ହିଁ ଚାହିଁଛି। ତେଣୁ ଆମମାନଙ୍କର ସେ କାମନା ହଉଛି ଆମେ ସେ ରାଜାଙ୍କୁ ଚାହିଁବା। ଏଇଟା କେବଳ ଶୁଣିବା କଥା ନୁହଁ, ମାନେ ହାତୀର ଯେମିତି ଦିଟା ଦାନ୍ତ ଥାଏ, ବାହାରର ଗୋଟେ ଦେଖିବା ପାଇଁ, ଭିତର ଗୋଟେ, ଏଇଟା ଦେଖେଇବାର କିଛି ନାହିଁ। ତୁମେ ମାନେ ଆମର ଅନ୍ତର ସ୍ୱରୂପ ବାସ୍ତବିକ ଭାବରେ ସେଇଟା ହିଁ ମୋର ପରମିତା ହୁଅନ୍ତୁ, ମାନେ ଅନ୍ତରର କାମନା ଏକ ନମ୍ବର ହୁଅନ୍ତୁ, ଆଉ ତାଙ୍କୁ ହିଁ ମୋ ଚାହିଁବାଟା ହିଁ ମୁଖ୍ୟ ହବ। ତାହେଲେ ଅନ୍ୟ ସବୁ ଜିନିଷ ଯୋଉଠି ପାଇଁ ଆମେ ଆଜି ଷ୍ଟ୍ରଗଲ ଫର ଏକ୍ଜିଷ୍ଟାନ୍ସ କରୁଛେ, ଷ୍ଟ୍ରଗଲ କରୁଛେ, ଏଭ୍ରିଥିଙ୍ଗ ଏଭ୍ରି ଷ୍ଟ୍ରଗଲ ଚେଞ୍ଜ କରୁଛେ, ଷ୍ଟ୍ରଗଲ କରୁଛେ ଆମେ ମାନେ, କିନ୍ତୁ ଆମ ଷ୍ଟ୍ରଗଲରେ ସକ୍ସେସ ବି ହେବନି ଯେପର୍ଯ୍ୟନ୍ତ, କାହିଁକି ନା ପରମିତାଙ୍କୁ ଆମ ମାନେ ଅନ୍ତରରେ ମୁଖ୍ୟ କରି ଚାଲିନେ, ଆଉ ତାଙ୍କୁ କେବଳ କଥାରେ ଶୁଣିବାରେ ଆଉ ବାହାରେ ରଖିଦେଇଛେ। ତେଣୁ ଧର୍ମ ଯଦି ଫୁଟିଲେନି ତୋର ଜୀବନର ପ୍ରତି କର୍ମେ, ପ୍ରତ୍ୟେକଟି କର୍ମେ, ମୋର ଚାଲି ଭିତରେ, ଚାରଣୀ ଭିତରେ, ଟଏଲେଟ ରୁ ବେଡରୁମ ଠାରୁ ଆରମ୍ଭ କରି, କିଚେନ ଠାରୁ ଆରମ୍ଭ କରି, ସବୁ ପ୍ରତ୍ୟେକ ଜୀବନରେ ମୁଁ ଧର୍ମକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଚେଷ୍ଟା କରିବି। ତାହେଲେ ମୋର ପର୍ସନାଲ ହେରିଡିଟିଟା ଚେଞ୍ଜ ହବ, କଲଚରାଲ ହେରିଡିଟିରେ, ତାହେଲେ କଲଚରାଲ ହେରିଡିଟି ଚେଞ୍ଜ ହେଇକି ସବୁ କିଛି ପରିବର୍ତ୍ତନ ହବ, ପରିମାର୍ଜିତ ହେଇକିରି ମୁଁ ନୂତନ ମଣିଷରେ ରୂପାନ୍ତରିତ ହେବି। ତାହେଲେ ମୁଁ ପ୍ରକୃତ ଆନନ୍ଦ ପାଇବି, ଆଉ ପରିଶେଷରେ ସେଇ ପରମିତାଙ୍କର
ଶ୍ରୀଚରଣରେ ପ୍ରାର୍ଥନା କରିବି ତାଙ୍କ ସେଇ ଲକ୍ଷ୍ୟ ପୂରଣ କରିବା ହିଁ ମୋର ଯେମିତି କାମ ହବ ସେମିତି ଆମ ମାନଙ୍କର ପ୍ରତ୍ୟେକର କାମ ହବା ଦରକାର। ଆମେ ଇଜି ଟ୍ରିକ୍ ଜାଣି ଦେଇଛେ ମାନେ ମୁଁ ଯୋଉଟା ଫାଇନାଲି କହିଲି ସମସ୍ୟା ଆପଣ ମାନେ ନିଜେ ବିଶ୍ଳେଷଣ କରିଦେଲେ ଯେ ମୁଁ ଆଉ କିଛି ଦିନ ପରେ ଆମେ ମାନେ ଜାଣିବା ଆମ ସମସ୍ୟା ହିଁ ନାହିଁ। ଆମେ ଯଦି ପ୍ରଭୁଙ୍କୁ ସମସ୍ୟାକୁ ହୁଏତ ଏକ୍ଜିବିସନ ରେ ଯେମିତି ଆଉ କିଛି ଦିନ ପରେ ଆପଣ ଦେଖିବେ ଚାଳ ଘର ଗୁଡାକ ବର୍ତ୍ତମାନ ତ ପ୍ରାୟ ଆଉ ନାହିଁ। ଚାଳ ଘର ଗୁଡାକ ଦରକାର ପଡିଲେ ବର୍ତ୍ତମାନ ଏକ୍ଜିବିସନ ଦେଖା ହେଲାଣି। ତେଣୁ ସେଇଭଳି ଭାବରେ ଆମମାନଙ୍କୁ ସତ୍ସଙ୍ଗର ସମସ୍ୟା ରହିବନି। ମୁଁ ତ ଅନୁଭବ କରୁଛି ପ୍ରାକ୍ଟିକାଲି ପରମିତାଙ୍କ ଦୟାରୁ ମଣିଷର ସମସ୍ୟା ରହିବନି। ଆଉ ଯଦି ମୁଁ ତାଙ୍କୁ ବିହିତ ଭାବରେ ଭଲ ପାଏ ବିହିତ ଚାଲି ସମସ୍ୟାର ହିଁ ସମସ୍ୟା ହେଇଯିବ ଆସିବା ପାଇଁ ମୋ ପାଖକୁ। ଆଉ ପରିଶେଷରେ ସମସ୍ତଙ୍କର ସେଇ ପ୍ରାର୍ଥନା କରୁଛି ସେଇ ସମସ୍ୟା ହିଁ କାହାର ନ ରହୁ ସତ୍ସଙ୍ଗୀ ମାନଙ୍କର ମାନେ ସମସ୍ୟା ହିଁ ସମସ୍ୟା ହେଇଯାଉ ଗୋଟେ ସତ୍ସଙ୍ଗୀ ପାଖକୁ ଆସିବା ପାଇଁ। ତାହେଲେ ପରମପିତା ଖୁସି ହେବେ। ଆମେ ପରମପିତାଙ୍କ ପାଖରେ ଦୁଃଖ ସମସ୍ୟା ବିପଦ ପାଇଁ ଆବେଦନ କରିବା ବ୍ୟତୀତ ପ୍ରଭୁ ମୁଁ ତମ ଦୟାରୁ ଭଲରେ ଅଛି ଯାଇକି ସମସ୍ତେ କହିଲେ ସେଇ ପରମପିତାଙ୍କ ମୁହଁରେ ହସ ଉଠିବ। ଆଚାର୍ଯ୍ୟ ଦେବଙ୍କ ମୁହଁରେ ହସ ଉଠିବ ହସ ଫୁଟିବ। ତାହା ହିଁ ପ୍ରକୃତ ଡିପି ୱାର୍କ ହବ। ଆଉ ତାହେଲେ ଆମର ମାନେ ଘର ପରିବାର ଭିତରେ ଆମେ ସତ୍ସଙ୍ଗ କଣ ପାରିବାରିକ ସତ୍ସଙ୍ଗ କରିବୁ। ପ୍ରତ୍ୟେକକୁ କହିବି ଘର ପରିବାର ମୁଁ ପାରିବାରିକ ସତ୍ସଙ୍ଗ ତ ସପ୍ତାହକୁ ଥରେ କରେ। ପାରିବାରିକ ସତ୍ସଙ୍ଗ ମୋ ପିଲା ଛୁଆକୁ ନେଇକରି ମୁଁ ସିମ୍ପଲ ବାହାରକି ନାହିଁ କରିକିରି ପରମିତାଙ୍କ ଇଚ୍ଛା ପୂରଣ କରିବା ଦିଗରେ ଗତି କରିବି। ପରିଶେଷରେ ମୁଁ ନିଜେ ସେଇ ଦିଗରେ ଯିବା ପାଇଁ ସହିତ ସମସ୍ତଙ୍କର ସେଇ ପଥରେ ଯିବା ପାଇଁ ପରମିତାଙ୍କର ଆଶୀର୍ବାଦ ଭିକ୍ଷା କରି ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ଶ୍ରଦ୍ଧେୟ ବିଶ୍ୱ ଭାଇ ମୋର ବନ୍ଧୁ ଇଞ୍ଜିନିୟର ବିଶ୍ୱମୋହନ ସାମଲ ଆଉ ସହଯୋଗର ହାତ ବଢ଼ି ଆମର ସାମାନ୍ୟ ସୁମନ୍ତ ଦା ଆଜିର ଥିଲେ ଆଲୋଚନା କରିବା ପାଇଁ କିନ୍ତୁ କୌଣସି କାରଣରୁ ସେ ଅନୁପସ୍ଥିତ। ତାଙ୍କ ଅନୁପସ୍ଥିତିରେ ଆଉ ଆମର ଶ୍ରଦ୍ଧେୟ ବିଶ୍ୱ ଭାଇ ଖୁବ ସୁନ୍ଦର ଭାବରେ ବିଭିନ୍ନ ଦିଗ ଦେଇକି ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ କଥା ସବୁ ଚଳିପାରିଲେ। କାମନାର ବିନାଶରେ ଦୁଃଖର ବିନାଶ ବୁଦ୍ଧଦେବଙ୍କର କଥା ଏବଂ ସଦ୍ଗୁରୁଙ୍କର ଶରଣାପନ୍ନ ସତନାମ ମନନ କର ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରିପାରୁଛି ତୁମକୁ ଆଉ ତୁମର ଉନ୍ନତ ପାଇଁ ଭାବିବାକୁ ହେବ ନାହିଁ। ଠାକୁର ଦେଖ ଦେବତା ଦେଖ ହେଉ ନା ତୋର ଲକ୍ଷ୍ୟ ବିଭୂତି କି ହେବ ଯଦି ନ ବଦଳିଲା ବିକାରଗ୍ରସ୍ତ ବୃତ୍ତି ପ୍ରବୃତ୍ତି କରଲୁ ସାଧନ କରଲୁ ଭଜନ ଶବ୍ଦ ଜ୍ୟୋତି ଦେଖିଲୁ କେତେ ଇତର ଅଙ୍ଗ ଚରିତ୍ରତା ତାର ରହିଲା ତାର ସ୍ୱଭାବ ମତେ। ଏସବୁ କଥାକୁ ନେଇକରି ଏସବୁ ବାଣୀକୁ ନେଇକି ଆଉ ଖୁବ ସୁନ୍ଦରରେ ସବୁ ତୋଳି ଧରିଲେ ଏବଂ ଇଷ୍ଟଙ୍କୁ ମୁଖ୍ୟ କରିକି ଚାଲିବାର ଇଷ୍ଟ ସ୍ୱାର୍ଥ ଭିତରେ ନିଜ ସ୍ୱାର୍ଥ ଅଛି ସେ କଥାକୁ ନେଇକି ନବେନ ଭାଇଙ୍କର ସହିତ ଠାକୁରଙ୍କର ଯେଉଁ କଥୋପକଥନ ଆଲୋଚନା ପ୍ରସଙ୍ଗ ସେ ତାକୁ ପଢ଼ିକିରି ବିଶ୍ଳେଷଣ କରି ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆଉ ପ୍ରେମକୁ ପ୍ରାର୍ଥନା କର ହିଂସାକୁ ପରିହାର କର ଜଗତରା ତୁମ ଆଡ଼କୁ ଆକୃଷ୍ଟ ହେବ ହିଁ ହେବ। ଧର୍ମ ଯଦି ନ ଫୁଟିଲା ତୋର ଆଉ ଜୀବନର ପ୍ରତିଟି କର୍ମେ ବାତିଲ କରି ରଖିଦେବୁ କି ହେବ ସେ ବଡ଼ ଧର୍ମେ। ଏସବୁ କଥା ନେଇକି ସୁନ୍ଦର ଭାବରେ ଆମ ପାଖରେ ମୋର ଶ୍ରଦ୍ଧେୟ ବିଶ୍ୱ ଭାଇ ସବୁ ତୋଳି ଧରିଲେ ଠାକୁରଙ୍କ କଥା ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣା ପୁଷ୍ଟ କରିଥାନ୍ତୁ। ଏହି ଧାରା ହିଁ ତାଙ୍କର ଅବ୍ୟାହତ ଥାଉ ଏହି ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ଭାଇ ଜୟ ଗୁରୁ। ଆଉ ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସୌନ୍ୟ ଶରଦା ଠାକୁରଙ୍କ ସହ ପ୍ରତିନିଧି ଇଞ୍ଜିନିୟର ଶରତ କୁମାର ଦାସ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସେମାନେ ଅନିଲ ଭାଇ ସହିତ ଅନିଲ କୁମାର ଦାସ ତାଙ୍କର ଧର୍ମପତ୍ନୀ ଆମ ଶ୍ରଦ୍ଧେୟ ବବିତା ମା ତାଙ୍କର ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଆମେ ଯୋଗଦାନ କରିବା। ବର୍ତ୍ତମାନ ଆମର ଶ୍ରଦ୍ଧେୟ ଦେବ ଭାଇ ସୁକ୍ତ ଦେବନାଥ ସାହୁ ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହବ। ଜୟଗୁରୁ। ଜୟ ଗୁରୁ ଆଜ୍ଞା ଜୟ ଗୁରୁ। ଦୟାମୟ ହରି ପ୍ରିୟ ପରମ ତାଙ୍କରି ଚରଣେ କୋଟି ପ୍ରଣାମ। ଦୟାମୟ ହରି ପ୍ରିୟ ପରମ ତାଙ୍କରି ଚରଣେ କୋଟି ପ୍ରଣାମ। ଦୟାମୟ ହରି ପ୍ରିୟ ପରମ ତାଙ୍କରି ଚରଣେ କୋଟି ପ୍ରଣାମ। ଧନ୍ୟ ହେବୁରେ ମାନସ ଜୀବନରେ ଥରେ ପାଇଗଲେ ବାରେ ମାନସ ତାଙ୍କ ନାମ ଧରି ହୋଇଯାରେ ପାରି 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 ପ୍ରେମମୟ ମୋର କରୁଣା ଧନ ଦୟାମୟ ହରି ପ୍ରିୟ
ପରମ ତାଙ୍କରି ଚରଣେ କୋଟି ପ୍ରଣାମ ଦୟାମୟ ହରି ପ୍ରିୟ ପରମ ତାଙ୍କରି ଚରଣେ କୋଟି ପ୍ରଣାମ ହରି ହରି ମନ ଗାଓରେ রাধা রাধা নাম জপরে হরি হরি নাম গারে রাধা রাধা নাম জপরে প্রেমানন্দে হরি যাওরে নাম প্রেম রস মজরে প্রেমানন্দে হরি যাওরে নাম প্রেম রস মজরে জীবনর তরি তাଙ୍କ নাম ধরি জীবনর তরি তাଙ୍କ নাম ধরি জীবনর তরি সত নাম ধরি জীবনর তরি সত নাম ধরি নয়ন রণীরে ভিজাও প্রাণ দয়াময় প্রিয় পরম ତାଙ୍କରି ଚରଣେ କୋଟି ପ୍ରଣାମ ଓ ଦୟାମୟ ହରି ପ୍ରିୟ ପରମ ତାଙ୍କରି ଚରଣେ କୋଟି ପ୍ରଣାମ ନାମ ପ୍ରେମ ଭାରି ମଧୁର ଆନନ୍ଦ ମିଳଇ ଅପାର ନାମ ପ୍ରେମ ଭାରି ମଧୁର ଆନନ୍ଦ ମିଳଇ ଅପାର প্রেমময় সেই ঠাকুর করিতে তোতে উদ্ধার প্রেমময় সেই ঠাকুর করিদেবে তোতে উদ্ধার জন্মান্তর বহু প্রতীক্ষার জনকর বহু প্রতীক্ষার পুণ্যতলে আসি পুরুষোত্তম দয়াময় হরিয়া পরম তাଙ୍କরি চরণে কোটি প্রণাম ও দয়াময় হরিয়া পরম তাଙ୍କরি চরণে কোটি প্রণাম ধন্য হে পুরে মানস জীবନରେ ଥରେ ପାଇଗଲେ ବାରେ ମାନସ আরে তাଙ୍କ নাম ধরি হইযা তু পারি তাଙ୍କ নাম ধরি হইযা পারি তাଙ୍କ নাম ধরি হইযা পারি তাଙ୍କ নাম ধরি হইযা পারি প্রেমময় তোর করুণা ধন দয়াময় তাଙ୍କরি চরণে কোটি প্রণাম দয়াময় প্রিয় পরম তাଙ୍କরি চরণে কোটি প্রণাম হরি প্রিয় পরম তাଙ୍କরি চরণে কোটি প্রণাম দয়াময় वंदे पुरुषोत्तमं वंदे पुरुषोत्तमं वंदे चंद्र जी की जय परम चंद्र जी की परम चंद्र जी की जय परम श्री श्री बड़मा की जय परम श्री श्री बड़मा की जय परम श्री श्री बड़मा की जय बरदात जय श्री श्री बरदात जय श्री श्री बरदात श्री श्री आचार्य देव श्री श्री आचार्य देव श्री आचार्य देव वंदे
वन्दे दादा जय गुरु मामा को जय गुरु ସମସ୍ତେ ଦାଦା ଭାଇ ମା ମାନଙ୍କୁ ଜୟ। जय गुरु